कौन अच्छे ना हूँ चाइल्ड इन डिफरेंट सोशल कल्चरल कॉन्टेक्स्ट से कौन देला ना हूँ कल्चर एंड सोसाइटी मे मीन डिफरेंट थिंग्स टू डिफरेंट पीपल फॉर इंस्टेंट सोसाइटी मीन्स एन एसोसिएशन एंड कल्चर मीन द लिविंग स्टाइल ऑफ द पीपल है तो कौन कौन ना कल्चर और सोसाइटी जो शब्दर अर्थ भिन्न भिन्न लोकों ପାଇଁ भिन्न भिन्न होई पारे ହେଲା जनरली सोसाइटी माने होची कोन ना होची लोक मानकर गोटे एसोसिएशन को बुझाए सोसाइटी जोठे लोक माने एकाठी रहंती रूल फॉलो करंती रिलेशनशिप को सब रेस्पॉन्सिबिलिटी सहित निभांती और तांकर जहाँ सब जतक सब नीड रहिला से सब शेयर करंती ହେଲା ए सब को हम कोन कहउछन ना कल्चर बोली कहउछन्ते ना सॉरी सोसाइटी बोली कहउछन्ते कल्चर माने होचे कोन ना लोक मानकर लिविंग स्टाइल ହେଲା ତାଙ୍କର ଫୁଡ ହାବିଟ୍ସ କଣ ଅଛି ତାଙ୍କର ଲାଙ୍ଗୁଏଜ କଣ ଅଛି ତାଙ୍କର ହଉଛି ଡ୍ରେସ କଣ ଅଛି ହେଲା ୱେ ଅଫ ଟକିଂ କଣ ଅଛି କଷ୍ଟମ୍ସ କଣ ଟ୍ରାଡିସନ କଣ ବିଲିଫ୍ସ କଣ ଭ୍ୟାଲୁ କଣ ଏ ସବୁ ଯାକ ହଉଛି କଲଚର ହେଲା ତ ଆମେ ଯଦି ଦେଖିବା ତ କଲଚର ଆଉ ସୋସାଇଟି କୁ ସବୁ ଲୋକମାନେ ଏକା ବୋଲି ଭାବନ୍ତିନି ଭିନ୍ନ ଭିନ୍ନ ବୋଲି ହେଇପାରେ ଏଟା ହଉଛି କଲଚର सोसाइटी कहला माने जनरली ଆମେ ବୁଝୁଛନ୍ତି ଗୋଟେ ଆସୋସିଏସନ ଟେ ଆମର ଆମ सोसाइटी ଏଇ ରୁଲ ଚାଲେ ନାହିଁ ଆମକୁ ଏଇ ରୁଲ ଫଲୋ କରିବା ପାଇଁ ପଡିବ ଯାହା ସବୁ ରୁଲ ରହିଲା ରିଲେସନशिप ରହିଲା ରେସ୍ପନ୍ସିବିଲିଟି ରହିଲା ସବୁ ଯାକ ଏକାଠି ରୁହେ କୋଉଠି ନା सोसाइटी ଆଉ କଲଚର କଣ ନା ଲିଭିଂ ର ଷ୍ଟାଇଲ କେମିତି ସେ ଷ୍ଟାଇଲ ରେ ବଞ୍ଚୁଛି ଫୁଡ ହାବିଟ୍ସ ତାର କଣ ତାର ଡ୍ରେସ କେମିତି ପିନ୍ଧିବାର ଶୈଳୀଟା କେମିତି ଅଛି ତାଙ୍କ କଷ୍ଟମ୍ସ କେମିତି ଟ୍ରାଡିସନ କେମିତି ଏ ସବୁକୁ ନେଇକି କଲଚର ବୋଲି ଆମେ କୁହନ୍ତି ତାପରେ କହିଛି କି ଚିଲଡ୍ରେନ୍ ଗ୍ରୋ ଅପ୍ ଇନ୍ ସ୍ପେସିଫିକ୍ ଫିଜିକାଲ ସୋସିଆଲ କଲଚରାଲ ଇକୋନୋମିକ୍ ଆଣ୍ଡ ହିଷ୍ଟୋରିକାଲ ସର୍କମଷ୍ଟାନ୍ସେସ୍ ୱିଥ୍ ଇନଫ୍ଲୁଏନ୍ସ ଦେୟାର ଚାଇଲ୍ଡହୁଡ୍ ତ କଣ କହିଲା ସେ କହୁଛି ହଁ ସେ କହୁଛି କି ହଉଛି ଆମର ଚିଲଡ୍ରେନ୍ ମାନେ ହେଲା ଚାଇଲ୍ଡ ମାନେ ଫିଜିକାଲ ଆଉ ସୋସିଆଲ କଲଚରାଲ ଇକୋନୋମିକ ଆଉ ହିଷ୍ଟୋରିକାଲ ସର୍କମଷ୍ଟାନ୍ସେସ୍ ମଧ୍ୟରେ ଆମର କଣ କରିଥାନ୍ତି ନା ଗ୍ରୋ କରିଥାନ୍ତି ସେ ସବୁ ପରିବେଶରେ ହିଁ ସେମାନେ ଗ୍ରୋ କରିଥାନ୍ତି ସେ ସବୁ ତାଙ୍କ ଚାଇଲ୍ଡହୁଡ କୁ କଣ କରିଥାଏ ନା ଗଭୀର ଭାବରେ ଇନଫ୍ଲୁଏନ୍ସ କରିଥାଏ ଗୋଟେ ପିଲାଟି କଣ ନା ଯୋଉ ଇଏରେ ସେ ବଢିକି ଚାଲୁଛି ତାଙ୍କର सोसाइटी ତା ଉପରେ କଣ ପ୍ରଭାବ ପକଉଛି କଲଚର କଣ ପ୍ରଭାବ ପକଉଛି ଇକୋନୋମିକ କ୍ଷେତ୍ରରେ କେମିତି ତାର ହଉଛି ପ୍ରଭାବିତ ହଉଛି ହେଲା ଫିଜିକାଲି ତ ଏ ସବୁ ଯାକ ହଉଛି କଣ ନା ତାଙ୍କର ଚାଇଲ୍ଡହୁଡ କୁ ବହୁତ ଭାବରେ ଗଭୀର ପ୍ରଭାବ ପକେଇଥାଏ ସେଥିରେ ହିଁ ସେ କଣ ହେଇଥାଏ ନା ଇନଫ୍ଲୁଏନ୍ସ ହେଇଥାଏ ତାପରେ କହିଲା କି सोशियो कल्चरल कॉन्टेक्स्ट कैन हैव ए लार्ज इन्फ्लुएंस ऑन देयर डेवलपमेंट तो कौन ना सोशियो कल्चरल कॉन्टेक्स्ट हमर कौन करे ना शिशुर डेवलपमेंट ऊपर बहुत ही बड़ इन्फ्लुएंस रखी थाए ହେଲା ଫ୍ୟାମିଲି ବ୍ୟାକଗ୍ରାଉଣ୍ଡ ହେଲା ଲାଙ୍ଗୁଏଜ ସ୍ପୋକେନ କେମିତି କଣ ତାର ହବ ଘରେ ସୋସିଆଲ ଏକ୍ସପ୍ରେସନ ସବୁ ହେଲା ଇକୋନୋମିକ କଣ୍ଡିସନ ସବୁ ରହିଲା ଏ ସବୁ ଫ୍ୟାକ୍ଟର ସେ ସବୁ କିପରି ଶିଖିବ କିପରି ଚିନ୍ତା କରିବ କିପରି ବିହେଭ କରିବ ସେ ସବୁକୁ କଣ କରିଥାଏ ଗୋଟେ ସେପ୍ ବନେଇଥାଏ କିଏ ସେ ନା सोशियो कल्चरल कॉन्टेक्स्ट टा ମାନେ सोसाइटी ରୁ ସବୁ ଜିନିଷ ଶିଖିଲା କେମିତି କଣ ରହିବାର ଅଛି କେମିତି କଣ କହିବାର ଅଛି ଆଉ କଲଚର ତାକୁ ଶିଖେଇଲା କଣ ହଉଛି ଆମର ୱେ ଅଫ ଟକିଂ କେମିତି ହବା ଦରକାର ଆମ ଡ୍ରେସିଂ ସେନ୍ସ କେମିତି ହବା ଦରକାର ହେଲା ଏ ସବୁ ଜିନିଷ ଷ୍ଟାଇଲ ଟା ଶିଖେଇଦେଲା କଲଚର सोसाइटी ଶିଖେଇଦେଲା ଆମର କଣ ନା ଗୋଟେ ଆସୋସିଏସନ ଯୋଉଠି ଆମେ ରୁଲ ଆଉ ରେଗୁଲେସନ ସବୁ ଫଲୋ କରିବା ତ ସେଥିପାଇଁ सोशियो कल्चरल कॉन्टेक्स्ट ଦ୍ୱାରା ଶିଶୁଟା ବହୁତ ହି ଇନଫ୍ଲୁଏନ୍ସ ରହିଥାଏ ତା ଫ୍ୟାମିଲିର ବ୍ୟାକଗ୍ରାଉଣ୍ଡ ଲାଙ୍ଗୁଏଜ ସ୍ପୋକେନ ଆଉ ହଉଛି ସୋସିଆଲ ଏକ୍ସପେକ୍ଟେସନ୍ସ ଇକୋନୋମିକ କଣ୍ଡିସନ୍ସ ଏ ସବୁ ଯାକ ଫ୍ୟାକ୍ଟର ଶିଶୁକୁ ଶିଖାଇଥାଏ ଚିନ୍ତା କରିବା ପାଇଁ ତାଙ୍କୁ ତାଙ୍କର ବିହେଭିୟରକୁ ମୋଡିଫାଏ କରିବା ପାଇଁ ଭଲ କରିବା ପାଇଁ ଗୋଟେ ସେପଟେ ବନେଇଥାଏ ହେଲା ତାପରେ କଣ କହିଛି ନା ଡେଭଲପମେଣ୍ଟ ଇନଭଲ୍ଭସ ଏ ପ୍ରୋସେସ ଅଫ ଲ ମ୍ୟାମ୍ ଗୋଟେ କ୍ୱେଶ୍ଚନ ପଚାରିଥାନ୍ତି ଟିକେ ଛୋଟ ଡାଉଟ ଗୋଟେ କଣ କହ ମାନେ ଆମର ଏଇ ଯୋଉ କଲଚର ମାନେ କଲଚରାଲ ରୁଲସ ଟା ସେଇଟା सोसाइटी को अफेक्ट करे ना ମାନେ ଆକର୍ଡିଂ ଟୁ ଆवर सोसाइटी ଆମର କଲଚରାଲ ରୁଲସ ଟା ମାନେ ଫଲୋ କରାଯାଏ ଦେଖ ଆମର ହଉଛି କଲଚର କହିବା ପାଇଁ ଗଲେ କଲଚରରେ ବହୁତ ସାରା ଜିନିଷ ଅଛି ଆମର सोसाइटी ଧର ଆମର ଗୋଟେ सोसाइटी ଅଛି सोसाइटीରେ କିଛିଟା ରୁଲ ଆଉ ରେଗୁଲେସନ୍ସ ଅଛି ତାକୁ କଣ ନା ପିଲା ଲୋକମାନେ ମାନିକି ଚଳିବା ଆବଶ୍ୟକ କିନ୍ତୁ ୟେସ୍ ୟେସ୍ ଆମର सोसाइटीରେ ଆମ सोसाइटीରେ ତ ଗୋଟିଏ କଲଚର ଲୋକ ବସବାସ କରୁଛନ୍ତି ବୋଲି ସେମିତି କିଛି ମାନେ ନାହିଁ ନା ବହୁତ ପ୍ରକାର କଲଚର ଆସିକି ବସବାସ ବି କରୁଛନ୍ତି ଆମେ ଯଦି କହିବା କି ହଉଛି ଆମର ଗୋଟେ सोसाइटी ଅଛି सोसाइटीରେ ଏଇ ରୁଲ ଅଛି
କିନ୍ତୁ ସୋସାଇଟିର ସେଇ ରୁଲକୁ ନେଇକି ଆମକୁ ଦେଖିବା ପାଇଁ ପଡିବ କି ଆମର ହଉଛି ଯୋଉ କଲଚର ଲୋକମାନେ ଅଛନ୍ତି ସେଗୁଡାକ ମାନିକି ଚଳି ପାରୁଛନ୍ତି କି ନାହିଁ। ଯେମିତି କି ଆମର ହଉଛି ଯେମିତି କି ହିନ୍ଦୁ ମାନଙ୍କର ଗୋଟେ କଲଚର ଅଛି, ଆଉ ହଉଛି ଆମର ଯୋଉ ବେଙ୍ଗଲୀ ମାନେ ସେମାନେ ହିନ୍ଦୁ ମାନଙ୍କ କଥା ଛାଡ, ହିନ୍ଦୁ ତ ଗୋଟେ ହଁ ହଉଛି ମ୍ୟାମ ଗୋଟେ ଓଡିଆ ଆଉ ଗୋଟେ ବେଙ୍ଗଲୀ ଆଜ୍ଞା ହଁ ଓଡିଆ ବେଙ୍ଗଲୀ ହେଇଗଲା। ଗୋଟେ ଯେମିତି କି ଓଡିଆ ମାନଙ୍କର ଗୋଟେ ହଉଛି ଚାଲିଚଳଣି ଗୋଟେ ଅଲଗା ଟାଇପ ର ଅଛି, ଆଉ ସେଟା ହଉଛି କଣ ନା ବଙ୍ଗାଳୀ ମାନଙ୍କର ଗୋଟେ ଚାଲିଚଳଣି ଅଲଗା ଅଛି। ତ ସେଇଟା ସୋସାଇଟି ଆକ୍ସେପ୍ଟ କରିବ, ତାକୁ ନେଇକି ଆଜ୍ଞା ସୋସାଇଟି ରୁଲ ମାନେ କହିପାରିବନି କି ନାଇଁ ଓଡିଆରେ ତମେ ଆସିକି ଓଡିଶାରେ ରହୁଛ ମାନେ ତମକୁ ଏଇ ରୁଲ ଫଲୋ କରିବା ପାଇଁ ପଡିବ, ସେମିତି ସେ ଇଏ କରିପାରିବ ନାହିଁ। ତ ସୋସାଇଟିରେ ରହୁଛନ୍ତି ଆମେ, ସୋସାଇଟିର ରୁଲ ଆଣ୍ଡ ରେଗୁଲେସନ କଣ ଅଛି ସେଟା ଅଲଗା କଥା, ତାକୁ ନେଇକି ଆମେ ଚଳିବା। କିନ୍ତୁ ଆମ କଲଚରକୁ ଆମେ ଅଧିକ ପ୍ରାଧାନ୍ୟ ଆମେ ଦବା। ତା ମାନେ ଆଜ୍ଞା ନୁହେଁ କି ଆମେ ସୋସାଇଟିରେ ରହୁଛନ୍ତି ବୋଲି ଆମେ ତାଙ୍କୁ ଚେଞ୍ଜ କରିଦବା। ଆଜ୍ଞା ହେଲା। ମ୍ୟାଡାମ ଥ୍ୟାଙ୍କ ୟୁ। ତ ତାପରେ କଣ କହିଲା ନା ହଉଛି କୋଉଠି ପଢୁଥିଲି ମୁଁ, ହଁ ସୋସାଇଟି ମିନ୍ସ ଆସୋସିଏସନ, କଲଚର ମିନ୍ସ ଦ ଲିଭିଂ ଷ୍ଟାଇଲ ଅଫ ଦ ପିପଲ। ତାପରେ କହିଛି କି ଚିଲଡ୍ରେନ୍ grow up in specific physical, social, cultural, economic and historical circumstances will influence their childhood। ସେଇଟା ଏଇଟା ଆମେ ଆମେ ଅଛି ତ ପଢିଲେ, ହଁ 4 ପଏଣ୍ଟ ପଢିଲେ, ପଢା ହବ। ହଁ ହଁ। ଡେଭଲପମେଣ୍ଟ ଇନଭଲ୍ଭ। Development, huh? Development involves a process of learning and improvement, and the children can only learn when others are there to support them, like parents, teacher, and peer groups। ତ କଣ କହୁଛି ନା ଡେଭଲପମେଣ୍ଟ ମାନେ କେବଳ ଯେ ବାୟୋଲୋଜିକାଲ ଗ୍ରୋଥ ତାହା ନୁହେଁ, ଏହା କଣ କରିଥାଏ ନା ଲର୍ଣ୍ଣିଂ ଓ ଇମ୍ପ୍ରୁଭମେଣ୍ଟର ଗୋଟେ କଣ୍ଟିନ୍ୟୁଅସ୍ ପ୍ରୋସେସ ବୋଲି ଆମେ କହିପାରିବା। ଆମେ ଯଦି ଭାବିଦବା କି ନାଇଁ ସେ ତାର ଜନ୍ମରୁ ତ ସେ ଏଇ ଜିନିଷଟା ନେଇକି ଆସିଛି, ସେ ଏନଭାରମେଣ୍ଟରେ ଯେତେ ତାକୁ ପରିବର୍ତ୍ତନ କଲେ କଣ ହବ, ତାଙ୍କ ବାପା ମା ଏମିତି ମାନେ ସେ ସେମିତି ହିଁ ହେବେ। ତ ଏଇଟା ଭାବନାଟା ଭୁଲ। ଡେଭଲପମେଣ୍ଟ ମାନେ ଖାଲି ବାୟୋଲୋଜିକାଲ ଗ୍ରୋଥ ନୁହଁ, ଖାଲି ବାପା ମାଙ୍କୁ ନେଇକି ଯେ ହେଇଥାଏ ସେଟା ନୁହଁ। ସେଟା କଣ ନା ଗୋଟେ ଲର୍ଣ୍ଣିଂ ଦ୍ଵାରା ମଧ୍ୟ ତାର କଣ ନା ଇମ୍ପ୍ରୁଭମେଣ୍ଟ ଆସିଥାଏ। ଏଟା ଗୋଟେ କଣ୍ଟିନ୍ୟୁଅସ୍ ପ୍ରୋସେସ। ତ ପ୍ୟାରେଣ୍ଟସ ହେଲେ, ଟିଚର୍ସ ହେଲେ, ଆମର ପିଅର ଗ୍ରୁପ ସବୁ ଯାହା ହେଲା ସାଙ୍ଗମାନେ ହେଇଗଲେ, ଆଉ ଆଉ ଅଲଗା ସବୁ ଯେତକ ସବୁ ଆମର ସପୋର୍ଟର ସବୁ ରହିଲେ, ସେ ସବୁ ଆମର କଣ ନା ତାଙ୍କ ଦ୍ଵାରା ଆମର ଲର୍ଣ୍ଣିଂ ପସିବଲ କିଛି ଗୋଟେ ତାଙ୍କ ଦ୍ଵାରା କିଛି ଆମେ ଶିଖିଥାନ୍ତି। ପ୍ୟାରେଣ୍ଟସ ଯେମିତି ଆମକୁ ଶିଖାନ୍ତି କି ଆମକୁ କେମିତି ବିହେଭିୟର କରିବାର ଅଛି, ଟିଚର୍ସ ମାନେ ଆମକୁ ରାଇଟ ପାଥ ସବୁ ଦେଖାନ୍ତି, ପିଅର ଗ୍ରୁପ ମାନେ ତାଙ୍କ ସହିତ ଯଦି ଆମେ ମିଶିବା ତାହେଲେ ହଉଛି କଣ ଠିକ କୋଉଟା ଭୁଲ ଆମେ ତାଙ୍କ ସପୋର୍ଟରେ ବି ଆମେ ଜାଣିପାରିବା। ତ ଏ ସବୁ ଯାକ ଲର୍ଣ୍ଣିଂ ତାଙ୍କ ଦ୍ଵାରା ମଧ୍ୟ ପସିବଲ ହେଇଥାଏ କିଛି କ୍ଷେତ୍ରରେ। ସୋସିଆଲ ଇଣ୍ଟରାକ୍ସନ ମାଧ୍ୟମରେ ମଧ୍ୟ ଚାଇଲ୍ଡ କଣ କରିଥାଏ ନା ତାର ନଲେଜ କୁ, ତାର ସ୍କିଲ କୁ, ଏସବୁକୁ କଣ କରେ ନା ଆକ୍ୟୁଆର କରିଥାଏ, ଏସବୁ ଜିନିଷକୁ ଆକ୍ୟୁଆର କରିଥାଏ। ତ ସେଥିପାଇଁ ଖାଲି ଡେଭଲପମେଣ୍ଟ ଆମେ କହିବାନି କି ବାୟୋଲୋଜିକାଲ ଗ୍ରୋଥ, ଆମ ଡେଭଲପମେଣ୍ଟ କହିଲା ମାନେ ଗୋଟେ ଏମିତିକା ଲର୍ଣ୍ଣିଂ ପ୍ରୋସେସ ଯୋଉଟା କି ଏମିତିକା ଲର୍ଣ୍ଣିଂ ବା ହଉଛି ନଲେଜ ଯାହାକି ଇମ୍ପ୍ରୁଭମେଣ୍ଟ ଆମର କରିଥାଏ, ବାରମ୍ବାର କରୁ ବି ଥାଏ, କଣ୍ଟିନ୍ୟୁଅସ ପ୍ରୋସେସ ଏଇଟା। ଆଉ ଏଇଟା କାହା ଦ୍ଵାରା ହେଇଥାଏ, ଆମେ ଇନଫ୍ଲୁଏନ୍ସ ହେଇଥାନ୍ତି ପ୍ୟାରେଣ୍ଟସଙ୍କ ଠାରୁ, ଟିଚର୍ସଙ୍କ ଠାରୁ, ପିଅର ଗ୍ରୁପସଙ୍କ ଠାରୁ, ଅଦର ମାନେ ଅଲଗା ଯିଏ ସବୁ ରହିଲେ ଆମକୁ ଯିଏ ସପୋର୍ଟ କରନ୍ତି, ଆମ ସପୋର୍ଟର ମାନେ ହେଲେ, ଏମାନଙ୍କ ଦ୍ଵାରା ପସିବଲ ହେଇଥାଏ। ସୋସିଆଲ ଇଣ୍ଟରାକ୍ସନ ମାଧ୍ୟମରେ ଆମେ କଣ କରିଥାନ୍ତି ନା ହଉଛି ପିଲାମାନେ ତାଙ୍କର ନଲେଜ କୁ ଗେନ୍ କରିଥାନ୍ତି, ସ୍କିଲ୍ସ ପ୍ରୋସେସ କୁ ଆହୁରି ହିଁ ଭଲ କରିକି ଗଢି ତୋଳିଥାନ୍ତି। ଏସବୁ ଦ୍ଵାରା ହିଁ ସେ ନଲେଜ କୁ ଆକ୍ୟୁଆର କରିଥାନ୍ତି। ତାପରେ କହିଲା according to socio-cultural theories, child development differentiated in according to social cultural theory, child development differentiated in different social and cultural context। ହେଲା କଣ କହିଲା ନା ହଉଛି ସୋସିଓ କଲଚରାଲ ଥିଓରି ହିସାବରେ ଯଦି ଆମେ ଦେଖିବା, ଚାଇଲ୍ଡ ଡେଭଲପମେଣ୍ଟ କଣ ହେଇଥାଏ ନା ଭିନ୍ନ ଭିନ୍ନ ଡିଫରେଣ୍ଟ ଟାଇପ ର ସୋସିଆଲ ଆଉ କଲଚରାଲ କଣ୍ଟେକ୍ସଟ ରେ ଭିନ୍ନ ଭିନ୍ନ ଭାବରେ ହିଁ ଘଟିଥାଏ। ଗୋଟେ ସିଙ୍ଗଲ ମଡେଲ ସମସ୍ତ ମାନେ ଚିଲଡ୍ରେନ ପାଇଁ ଆପ୍ଲାଏ ହେଇପାରିବ ନାହିଁ। ଗୋଟେ ସିଙ୍ଗଲ ମଡେଲ ଯଦି ନବା, ଗୋଟେ ସବୁ ପିଲାଙ୍କ ପାଇଁ ଏଟା ଆପ୍ଲାଏ କରିବା ସେଟା ନୁହଁ। କାହିଁକି ନା ହଉଛି ପ୍ରତ୍ୟେକ ଯୋଉ ପିଲା ରହିଲେ, ପ୍ରତ୍ୟେକ ଚାଇଲ୍ଡ ରହିଲେ, ତାଙ୍କର ସୋସିଓ କଲଚରାଲ ବ୍ୟାକଗ୍ରାଉଣ୍ଡ ଅଲଗା ଅଲଗା ହେଇକି ଆସିଥାଏ। ଯେମିତିକି ଟିକେ ଆଗରୁ ଆମେ କଥା ହଉଥିଲେ, ଆମେ କହିଲେ କଣ ନା ହଉଛି ଗୋଟେ ମଡେଲ ଆମେ ନବା, ଆଉ ଗୋଟେ ସ୍କୁଲରେ ତ ବହୁତ ପ୍ରକାରର ପିଲା ଥିବେ ନା, ଆମେ ଯଦି ଗୋଟିଏ ନିୟମ ନବା କହିବା କି ଏଇ ଜିନିଷଟା ତମେ ସମସ୍ତେ ଫଲୋ କରିବ, ଏଟା ନୁହଁ। ହେଲା ତ ସିଙ୍ଗଲ ମଡେଲ ସମସ୍ତଙ୍କ ପାଇଁ ଆପ୍ଲିକେବଲ କେବେ ବି ହେଇପାରେ ନାହିଁ। ଆମେ ପିଲାମାନଙ୍କୁ ଦେଖିବା, ତାଙ୍କର ସୋସିଓ କଲଚରାଲ ବ୍ୟାକଗ୍ରାଉଣ୍ଡ ଦେଖିବା, ସେ କୋଉ ସୋସାଇଟିରୁ ବିଲଙ୍ଗ କରୁଛନ୍ତି, ତାଙ୍କର କଲଚର କଣ ଅଛି, ସେ ସବୁକୁ ଦେଖିକି ହିଁ ଆମେ କଣ କରିବା ନା ତାଙ୍କ ପାଇଁ ମଡେଲ ତିଆରି କରିବା।
ହେଲା according to socio-cultural theories child development differentiated different social and cultural context ତାଙ୍କର ବ୍ୟାକଗ୍ରାଉଣ୍ଡ ଦେଖିବା ସୋସିଓ କଲଚରାଲ ବ୍ୟାକଗ୍ରାଉଣ୍ଡ କ'ଣ ଅଛି ସେଇ ହିସାବରେ ହିଁ ଆମେ କ'ଣ କରିବା ନା ତାଙ୍କ ପାଇଁ ମଡେଲ ତିଆରି କରିବା ସବୁ ଗୋଟେ ମଡେଲ ସମସ୍ତଙ୍କ ପାଇଁ ପ୍ରଯୁଜ୍ୟ ନୁହେଁ ତାପରେ କହିଲା it influence children's development in its unique way this is useful to examine how children development in academic knowledge ତ କ'ଣ ନା ଏଇ ଯୋଉ ସୋସିଓ କଲଚରାଲ କଣ୍ଟେକ୍ସଟ ରହିଲା ଏଟା ଚିଲଡ୍ରେନର ଗୋଟେ ମାନେ ଡେଭଲପମେଣ୍ଟକୁ ୟୁନିକ୍ ୱେରେ ଇନଫ୍ଲୁଏନ୍ସ କରିଥାଏ ହେଲା ସେଥିପାଇଁ ହିଁ ଚିଲଡ୍ରେନ କିପରି ଆକାଡେମିକ ନଲେଜ ଡେଭଲପ କରୁଛନ୍ତି ତାଙ୍କୁ ବୁଝିବା ପାଇଁ ତାଙ୍କ ସୋସିଓ କଲଚରାଲ ବ୍ୟାକଗ୍ରାଉଣ୍ଡ ସବୁ କ'ଣ କରିଥାଏ ନା ଏକ୍ସାମିନ କରିବାକୁ ବହୁତ ୟୁଜଫୁଲ ହେଇଥାଏ ହେଲା କେମିତି କ'ଣ ସେ ଜାଣିଯିବେ ତାଙ୍କର ହଉଛି ସୋସିଓ କଲଚରାଲ କଣ୍ଟେକ୍ସଟ କ'ଣ ଅଛି ତାଙ୍କ ବ୍ୟାକଗ୍ରାଉଣ୍ଡ କ'ଣ ଅଛି ଆମେ ଯଦି ଜାଣିଥିବା ତାହେଲେ ତ କ'ଣ ଜାଣିବା କି ହଁ ୟା ପାଇଁ ଆମେ ଏଇ ମାନେ ଏଇ ମଡେଲଟା ତିଆରି କରିବା ତା ପାଇଁ ଏଇ ମଡେଲଟା ତିଆରି କରିବା ଏଇ ରୁଲଟା ତାକୁ ଫଲୋ କରିବା ପାଇଁ କରିପାରିବ ଯିଏକି ଆଉ ଜଣେ କରିପାରିବ ନାହିଁ ତ ସେଥିପାଇଁ ସମସ୍ତଙ୍କ ପାଇଁ ଅଲଗା ଅଲଗା ଯେତେବେଳେ ଆମେ ୟୁନିକ୍ ୱେରେ ତାଙ୍କୁ ରିପ୍ରେଜେଣ୍ଟ କରିବା ତ ସେ ଜିନିଷ ତାଙ୍କୁ ଇନଫ୍ଲୁଏନ୍ସ କରିବ ଆଉ ସେଥିପାଇଁ କ'ଣ ନା ଚିଲଡ୍ରେନ ମାନଙ୍କର କିପରି ଆକାଡେମିକ ନଲେଜ କେମିତି ଡେଭଲପମେଣ୍ଟ ହବ ତାକୁ ବୁଝିବା ପାଇଁ ଆମେ କ'ଣ କରିବା ନା ସୋସିଓ କଲଚରାଲ ବ୍ୟାକଗ୍ରାଉଣ୍ଡକୁ ଏକ୍ସାମିନ କରିକି ବୁଝିବା ତାକୁ ଆଗେ ଦେଖିବା କି ସେ କୋଉ କଲଚର ଆଉ କୋଉ ସୋସାଇଟିରୁ ବିଲଙ୍ଗସ କରୁଛନ୍ତି ସେଇ ହିସାବରେ ହିଁ ଆମେ କ'ଣ କରିବା ନା ହଉଛି ତାଙ୍କ ମଡେଲକୁ ତାଙ୍କ ପାଖରେ ଦବା ଆଉ ଯୋଉଟା କି ବହୁତ ୟୁଜଫୁଲ ଏଇଟା ହେଲା ୟୁଜଫୁଲ ହେଇପାରିବ ତାପରେ କହିଛି process of socialization conflict resolution and social development ହେଲା ତ socialization କ'ଣ ଦେଇଛି ପ୍ରଥମେ socialization is the process of preparing the child to fit well in the society into which they are born ତ socialization ମାନେ ହଉଛି କ'ଣ ନା ଗୋଟେ ପ୍ରୋସେସଟେ ହେଲା ସୋସାଇଟିରେ ତମେ ସୋସାଇଟି ହଉଛି ମାନେ କ'ଣ ଗୋଟେ ହଉଛି ଏମିତିଆ ଗୋଟେ ସଂଗଠନ ଗୋଟେ ଆସୋସିଏସନ ଯୋଉଥିରେ କି ସମସ୍ତେ ମିଶିକି ଥାଆନ୍ତି ଯେତେକ ରୁଲ ଆଉ ରେଗୁଲେସନ ସବୁ ଥାଏ ସେଥିରେ ନିୟମ ସବୁ ମାନିକି ଚଳିଥାନ୍ତି ଏବଂ ଯାହା ଯାହା ଆମେ ସୋସାଇଟିରୁ ଶିଖନ୍ତି ହେଲା ଯାହା ଯାହା ଆମେ ସୋସାଇଟିରୁ ଶିଖନ୍ତି ସେଇଟାକୁ ଯେତେବେଳେ ଆମେ ଆପ୍ଲାଏ କରନ୍ତି ସେଇଟା ହିଁ ହଉଛି ସୋସିଆଲାଇଜେସନ ପ୍ରୋସେସ ଏଇଟାକୁ ମନେ ରଖିଦବ ପୁରା ମାଇଣ୍ଡରେ ରଖିବ କି ସୋସାଇଟି କହିଲେ ଗୋଟେ ଆସୋସିଏସନ ସୋସାଇଟିରୁ ତ ଆମେ କ'ଣ ଶିଖୁଛନ୍ତି ନା କିଛି କି ହଁ ୟା ଦ୍ୱାରା ଆମେ ଶିଖିଲେ କି ହଉଛି ଯୋଉମାନେ ସବୁ କ'ଣ ନା ହଉଛି ଖାଇବାକୁ ପାଉନାହାନ୍ତି ବହୁତ ହଇରାଣ ହଉଛନ୍ତି ଆମେ ତାଙ୍କୁ କ'ଣ କରୁଛନ୍ତି ନା ହେଲ୍ପ କରୁଛନ୍ତି ହେଲା ତ ସୋସାଇଟିରୁ ଆମେ ଦେଖିଲେ ଗୋଟେ ପିଲାଟା କରୁଛି ତାକୁ ଦେଖିକି କ'ଣ ଆଉ କେତେକ ପିଲା କଲେ ତ ଆମେ ବି ଦେଖିକି ଆମକୁ ବି ଇଚ୍ଛା ହେଲା ଆମେ ବି ତାଙ୍କ ସହିତ କଲେ ତ ଏଇଟା କ'ଣ ଗୋଟେ ହଉଛି ଜିନିଷଟା ଶିଖିଲେ ଖାଲି ଜାଣିଲେ କି ହଁ ଏଇ ଜିନିଷଟା ଭଲ ଜିନିଷ କି ସିଏ ଗୋଟେ କଲା ଏଇଟା ଗୋଟେ ଭଲ ଜିନିଷ ଆମେ ଯେତେବେଳେ ସେଇ ରୁଲକୁ ଫଲୋ କରୁଛନ୍ତି ବା ସେଇ ଜିନିଷଟାକୁ ଆମେ ଯେତେବେଳେ କରୁଛନ୍ତି ସେଇଟା ହିଁ ହଉଛି ସୋସିଆଲାଇଜେସନ ହେଲା ତ ସେ କଥା କହିଛି କି ସୋସିଆଲାଇଜେସନ ଇଜ ଦ ପ୍ରୋସେସ ତ କ'ଣ ସୋସିଆଲାଇଜେସନ ହଉଛି ଗୋଟେ ପ୍ରୋସେସ ଯାହା ମାଧ୍ୟମରେ କି ଶିଶୁକୁ ସେ ଜନ୍ମ ନେଇଥିବା ସୋସାଇଟିର ଭଲ ଭାବରେ ଫିଟ୍ କରିକି ଚଳିବା ପାଇଁ ପଡିଥାଏ ହେଲା ପ୍ରସ୍ତୁତ କରାଯାଏ ତାଙ୍କୁ ଫିଟ୍ କରିବା ପାଇଁ ଗୋଟେ ସୋସାଇଟିରେ ବଞ୍ଚିବା ପାଇଁ ହେଲେ ତ ଚାଇଲ୍ଡ କ'ଣ କରିଥାଏ ନା ଧୀରେ ଧୀରେ ସୋସାଇଟିର ରୁଲ ସବୁ ବୁଝେ ତା ଭ୍ୟାଲୁ ସବୁ ବୁଝେ କଷ୍ଟମ୍ସ ବିଷୟରେ ଜାଣେ ବିହେଭିୟର ପାଟର୍ନ ଆଉ ଏକ୍ସପେକ୍ଟେସନ ସବୁ ଯାକ ଶିଖେ ଏଇଟାକୁ ଶିଖିକି କ'ଣ କରେ ନା ହଉଛି ଚାଇଲ୍ଡ ତାର ସୋସିଆଲ ଲାଇଫରେ ପୁରା ରେଡି ହେଇକି ରହିଥାଏ ଯେତେବେଳେ ତାକୁ ବି ସେମିତି କିଛି ଇଏ ପଡିବ ସିଏ ବି ସେଟା କରିପାରିବ ତ ଏଇଟା ହଉଛି ସୋସାଇଟିରୁ ଯାହା ସବୁ ଶିଖିକି ପ୍ରସ୍ତୁତ ହବା ଆଉ ଆଗକୁ ସେ ଜିନିଷଟାକୁ କରିବା ପାଇଁ ତ ସେଇ ପ୍ରୋସେସଟାକୁ ହିଁ କୁହାଯାଏ ସୋସିଆଲାଇଜେସନ ହେଲା ତାପରେ କ'ଣ କହିଲା ସୋସିଆଲାଇଜେସନକୁ ନା socialization is a process as a result of which children take on themselves the various social roles social learning and development task ତ କ'ଣ କହୁଛି ନା ସୋସିଆଲାଇଜେସନ ଗୋଟେ ଏମିତିକା ପ୍ରୋସେସ ଯାହାର ପରିଣାମରେ ଆମର କ'ଣ ନା ଚିଲଡ୍ରେନ ତାଙ୍କର ନିଜେ ନିଜେ ବିଭିନ୍ନ ସୋସିଆଲ ରୋଲ ସବୁ ଗ୍ରହଣ କରିଥାନ୍ତି ହେଲା ଯେପରିକି କ'ଣ ନା ହଉଛି ସନ୍ ଡଟର ଷ୍ଟୁଡେଣ୍ଟସ ଫ୍ରେଣ୍ଡସ ସିଟିଜେନ୍ସ ଏସବୁ ହଉଛି ମାନେ କ'ଣ ଏଇ ଯୋଉ ପ୍ରୋସେସ ରହିଲା କ'ଣ ଆମେ ଜାଣିପାରନ୍ତି କି ହଉଛି ସୋସିଆଲାଇଜେସନ ଗୋଟେ ହଉଛି ଗୋଟେ କ'ଣ ପ୍ରୋସେସଟେ ଗୋଟେ ଚିଲଡ୍ରେନଟେ କେମିତି ନିଜ ନିଜ ରୋଲକୁ ଫଲୋ କରିବ ମୁଁ ଗୋଟେ ପୁଅ ମତେ କ'ଣ କରିବାର ଅଛି ମୁଁ ଗୋଟେ ଝିଅ ମତେ କ'ଣ କରିବାର ଅଛି ଷ୍ଟୁଡେଣ୍ଟ ହିସାବରେ ମତେ ପାଠ ପଢିବାର ଅଛି ଗୋଟେ ଫ୍ରେଣ୍ଡ ହିସାବରେ ଗୋଟେ ଫ୍ରେଣ୍ଡକୁ ସାହାଯ୍ୟ କରିବାର ଅଛି ଗୋଟେ ସିଟିଜେନ ହିସାବରେ ମୋ ଦେଶକୁ ଆଗକୁ ନବାର ଅଛି ତ
तो ए सब हूँ कौन ना गोटे गोटे प्रोसेस जोटा कि तांको जानिबार अछि। तो यही प्रोसेस रे चाइल्ड सोशल लर्निंग करे है चाइल्ड कौन करे ना सोशल लर्निंग करे आ कौन करता ना डेवलपमेंट टास्क जेपर कि कोऑपरेशन हो गला शेयरिंग हो गला ओबीडिएंट हो गला रिस्पांसिबिलिटी हो गला कॉन्फ्लिक्ट हो गला कॉन्फ्लिक्ट रिजोल्यूशन हो गला से गुडी कौन ना आस्ते आस्ते से शिखे से जानीपे कि हूँ मत यहाँ करार अच्छी मत जब सोसाइटी रहीबार अच्छे सब लोक सहित कोऑपरेशन रखिकी रहीबार अच्छे जदि गोटे फैमिली रोचे समस्त कौन ना हूँ भल किसी कथा है भूल कथा हो कि ठीक कथा हो मत सब जिन सेयार करार अच्छे बुझार अच्छे कौटा ठीक कौटा भूल है गोटे स्टूडेंट हिसाब से मुझे ओबीडिएंट हवा दरकार मो रेस्पॉन्सिबिलिटी कौन अच्छी मो सोसाइटी प्रति से सब जाना दरकार तो ये सब जानिबा शिखिबा ए सब प्रोसेस को ही सोशलाइजेशन प्रोसेस कह जाए। कॉन्फ्लिक्ट रिजोल्यूशन माने कौन कहल कि जानछ कॉन्फ्लिक्ट रिजोल्यूशन माने कौन जो मु कहली कि हमर ମାନେ ଝଗଡାଟାକୁ ସଲ୍ଭ କରିବା, କନଫ୍ଲିକ୍ଟ କିଛି ବି हाँ ଝଗଡା हाँ ହେଲା ସେଟାକୁ very ସଲ୍ଭ good। କରିବା। हम्म। तो आमर जो कॉन्फ्लिक्ट जदि आसूची अन्य मान सहित जदि कौन प्रकार डिसएग्रीमेंट होउची किपरि शांत भाव समाधान करबा झगड़ा न करिके सेटा होची कॉन्फ्लिक्ट रिजोल्यूशन ए दिन सब आमे शिखिबा। तापर कहला कि इट इज ए स्लो एंड कंटिन्यूअस प्रोसेस इट स्टार्ट एट बर्थ एंड एंड्स विथ डेथ। तो सोशलाइजेशन गोटे हूँ कौन ना स्लो आउ कंटिन्यूअस प्रोसेस बहुत स्लो चले आउ कंटिन्यूअसली ही चले यह आमर जन्म ठार पूरा मृत्यु पर्यंत ही चली थाए। चाइल्डहुड रे फैमिली और स्कूल रा मुख्य रोल नहीं थाए हमर के सोशलाइजेशन प्रोसेस एडोलेसेंस और एडल्टहुड रे फ्रेंड ग्रुप सब जो रहिला से माने वर्क प्लेस है सोसाइटी है ए सब रोल से सब बढ़ी जाए गोटे चाइल्डहुड रे अच्छी माने गोटे फैमिली और स्कूल ही तार कथा को बहन करिवो कहीं चाइल्डहुड रे से अधिक कौन करते ना हूँ जो तार सांगसाथी मान जो मैंने था सहित मिसी था तो से शिखई था किसी जिन से शिखी थाए कौटा ठीक आ कौटा भूल आ स्कूल से येटा को नहीं था स्कूल रे बहुत जिन शिखा जाए किंतु एडोलेसेंस आसला माने एडल्टहुड आसला माने जतक फ्रेंड्स ग्रुप हो गले वर्क प्लेस हो गला सोसाइटी हो गला ए सब मानकर रोल को बजाय रखि था तार क्यारेक्टरिस्टिक्स सब देछि कोन देखिबा लिखिछि इट इज ए कंटिन्यूअस प्रोसेस व्हिच मे बी विजिबल ऑन मे नॉट बी। तो सोशलाइजेशन एटा सोशलाइजेशन प्रोसेस रही क्यारेक्टरिस्टिक है तो से कौन कही ना हूँ सोशलाइजेशन गोटे कंटिन्यूअस प्रोसेस है गोटे कंटिन्यूअस प्रोसेस जोटा कि बर्थ टू पूरा डेथ जाए चली थाए यह सब बेले गोटे क्लीयरली विजिबल हुए बोली आमे कहि परिबा नाही है किंतु धीरे धीरे व्यक्तिर बिहेवियर को देखिले तार एटीट्यूड को देखिले तार पर्सनालिटी रे चेंजेस देखिले आमे जानि परिबा कि हाँ किछि तो प्रोसेस चली है जदि गोटे पिलाटे कौन करछे किसी जानी सोसाइटी विषय पूरा सब चुपचाप होकर रुहे सी जो कौन करुचे जाइए क्या गोटे साहाଯ୍य करुचे सहानुभूति देखा तो आम कौन से सोशलाइजेशन प्रोसेस होची आम क्लीयरली विजिबल नहेले भी आम तार बिहेवियर चेंजेस आसला बोली आम जानी पार्छंती कि हाँ एटा किसी गोटे कहार इन्फ्लुएंस तो से चेंज होइछि किसी जिनस सांग ठार शिखि था कि तार स्कूल रू शिखि था कि भी होता किसी गोटे ये रू ही से चेंज होइछि बुझुची है बिहेवियर एटीट्यूड देखले ही हमें जानी परिबा। तापर कहला कि इट इज द प्रोसेस व्हिच हेल्प इन मेकिंग बेटर इंडिविजुअल इन सोसाइटी है सोशलाइजेशन होची कौन ना सही प्रोसेस जहाँ गोटे व्यक्ति को सोसाइटी रे गोटे बेटर इंडिविजुअल करथाए है सब दिन शिखी थाए कौन करियर अच्छी कौन न करियर अच्छी सब दिन शिखी जब से करुचे तो यहाँ गोटे बेटर इंडिविजुअल गढ़ी तोली थाए गोटे सोसाइटी रे यह माध्यम कौन होता ना लोक मैंने डिसिप्लिन होता कोऑपरेशन बढ़ी थाए रेस्पॉन्सिबिलिटी बढ़ी थाए टॉलरेंस कैपेसिटी बढ़ी थाए एडजस्टमेंट से सब शिखी था क्या द्वारा होता है सोशलाइजेशन प्रोसेस द्वारा ही होता है। यही क्वालिटीज व्यक्ति को कौन करते ना सोशियली कौन करता है कैपेबल कराए
ହେଲା ଏଟା ହଉଛି ଗୋଟେ ୟୁଜଫୁଲ କରେ ଆଗକୁ କିଛି ଗୋଟେ କରିବା ପାଇଁ ଏଟା ୟୁଜଫୁଲ ହୁଏ। ଆଉ ଗୋଟେ କଣ ନା ହଉଛି ସବୁବେଳେ ସୋସାଇଟିରେ ଗୋଟେ କ୍ୟାପାବଲ ପର୍ସନ ହେଇକି ରହିବା ପାଇଁ ସବୁବେଳେ ଯେମିତିକି ଫ୍ୟାମିଲିକୁ ଦେଖିବା ପାଇଁ କିଛି ଜିନିଷ ଶିଖିବା ପାଇଁ ଏ ସବୁ ଜିନିଷ ସୋସିଆଲାଇଜେସନ ପ୍ରୋସେସ ହିଁ ହେଲ୍ପ କରିଥାଏ ଗୋଟେ ପିଲାକୁ ହେଲା। ତାପରେ ଷ୍ଟେଜ ସେଇଟା ଲେଖିବୁ ଏଜିବଲ ମୁଁ କହିଲି ଷ୍ଟେଜେସ୍ ଅଫ ସୋସିଆଲିଜମ ଯୋଉଟା ଲେଖା ହେଇଛି ସେଟା ଏକ୍ସାମ ରେ ଲେଖିପାରିବୁ? କୋଉଟା ଷ୍ଟେଜେସ୍ ଏ ଯୋଉ ବୁକ୍ ରେ ଦେଇଛି ବୁକ୍ ରେ କଣ ଦେଇଛି? ଷ୍ଟେଜେସ୍ ଅଫ ସୋସିଆଲିଜମ ସେଇଟା ଷ୍ଟେଜେସ୍ ଅଫ ସୋସିଆଲାଇଜେସନ ଆଜ୍ଞା। ହଁ ଲେଖିପାରିବ ଷ୍ଟେଜେସ୍ ଅଫ ସୋସିଆଲାଇଜେସନ ପ୍ରୋସେସ ଲେଖିପାରିବ ଯାହା ଯାହା ସବୁ ଦେଇଛି ଗୋଟେ ଗୋଟେ ଷ୍ଟେଜ କରିକି ତମେ ତାକୁ ଲେଖିପାରିବ ହଁ ଆଜ୍ଞା ହେଲା। ଆଜ୍ଞା ଆଜ୍ଞା। ତାପରେ ଦେଲା କଣ ହଁ ତାପରେ ଦେଇଛି କିଟ୍ ଷ୍ଟାର୍ଟସ୍ ଫ୍ରମ୍ ବର୍ଥ ଆଣ୍ଡ ଏଣ୍ଡ ୱିଥ୍ ଡେଥ୍। ତ ସୋସିଆଲାଇଜେସନ କଣ ହେଇଥାଏ ନା ପୁରା ଜନ୍ମରୁ ଆରମ୍ଭ ହେଇକି ମୃତ୍ୟୁ ପର୍ଯ୍ୟନ୍ତ ଚାଲିଥାଏ। ଚାଇଲ୍ଡହୁଡ ରେ ଆମର ଫ୍ୟାମିଲି ମୁଖ୍ୟ ରୋଲ ନେଇଥାନ୍ତି ଯିଏକି ସବୁ କିଛି ଶିଖେଇଥାନ୍ତି। ଆଡୋଲେସେନ୍ସ ରେ ଆମର ପିୟର ଗ୍ରୁପ ମାନେ ହେଲେ ଆଉ ସ୍କୁଲ ବି କିଛି ମାତ୍ରାରେ ଶିଖେଇଥାଏ। ଆଡଲ୍ଟହୁଡ ଆସିଗଲା ମାନେ ଆମର ୱାର୍କ ପ୍ଲେସ ରେ ଯୋଉଠି କାମ କରୁଥାନ୍ତି ସେଠି ନହେଲେ ଆମର ସୋସାଇଟି କିଛି ଆମକୁ ଶିଖେଇଥାଏ। ତ ପ୍ରତ୍ୟେକ ଷ୍ଟେଜରେ ସୋସିଆଲାଇଜେସନ ର ଏଜେଣ୍ଟ ଆମର ଚେଞ୍ଜ ହେଇକି ଚାଲେ କିନ୍ତୁ ପ୍ରୋସେସ ଆମର କଣ ରହିଥାଏ ନା ଚାଲି ହିଁ ଥାଏ। ପ୍ରୋସେସ ଆମର ପୁରା କଣ୍ଟିନ୍ୟୁ ହେଇକି ଚାଲିଥାଏ କିନ୍ତୁ ଆମର ଏଜେଣ୍ଟ ମାନେ ହେଲେ ଯେମିତି କି ଆମର ଯେତେବେଳେ କୋଉଠି ନା ହଉଛି ଚାଇଲ୍ଡହୁଡ ରେ ରହୁଛନ୍ତି ସେଠି ଆମକୁ ଫ୍ୟାମିଲି କିଛି ଶିଖଉଛନ୍ତି ଏଜେଣ୍ଟ ଆମର ଫ୍ୟାମିଲି ରହିଲେ। ଆମେ ଯେତେବେଳେ ଆଡୋଲେସେନ୍ସ କୁ ଯାଉଛନ୍ତି ଆମକୁ ପିୟର ଗ୍ରୁପ ମାନେ କିଛି ଶିଖଉଛନ୍ତି ତ ଏଜେଣ୍ଟ ହେଇଗଲେ ପିୟର ଗ୍ରୁପ। ତ କଣ ଏଜେଣ୍ଟ ଗୋଟେ ଗୋଟେ ପିରିୟଡ ରେ ଚେଞ୍ଜ ହେଇ ଚାଲୁଛନ୍ତି ଗୋଟେ ଗୋଟେ ଷ୍ଟେଜ ରେ ଚେଞ୍ଜ ହେଇ ଚାଲୁଛନ୍ତି କିନ୍ତୁ ଆମର ପ୍ରୋସେସ କିନ୍ତୁ କଣ ହଉଛି ଅନବରତ ଚାଲି ରହୁଛି ପୁରା କଣ୍ଟିନ୍ୟୁଅସଲି ହେଲା। ତାପରେ କହିଛି ସୋସିଆଲାଇଜେସନ ଲିଡ୍ସ ଟୁ ସୋସିଆଲ ମ୍ୟାଚୁରିଟି। ତ ସୋସିଆଲାଇଜେସନ ଆମର କଣ କରିଥାଏ ନା ଲିଡ୍ କରିଥାଏ କାହାକୁ ନା ସୋସିଆଲ ମ୍ୟାଚୁରିଟି କୁ ଲିଡ୍ କରିଥାଏ ହେଲା। ତ ସୋସିଆଲ ମ୍ୟାଚୁରିଟି କଣ ନା ନିଜ ବିହେଭିୟର କୁ କଣ୍ଟ୍ରୋଲ କରିବା, ଅନ୍ୟମାନଙ୍କର ଫିଲିଙ୍ଗସ କୁ ବୁଝିବା, ସୋସିଆଲ ରୁଲ କୁ ଫଲୋ କରିବା, କନଫ୍ଲିକ୍ଟ କୁ ପିସଫୁଲି ହ୍ୟାଣ୍ଡେଲ କରିବା ଏ ସବୁ କ୍ଷମତା ହଉଛି ସୋସିଆଲ ମ୍ୟାଚୁରିଟି ହେଲା। ତ ସୋସିଆଲ ମ୍ୟାଚୁରିଟି କୁ ଆମର କଣ ନା ସୋସିଆଲାଇଜେସନ ଲିଡ୍ କରେ। ବୁଝିପାରିଲ? ତାପରେ ଆମର ଆସିଲା ମେଥଡ। ମେଥଡ କଣ ଅଛି ନା ମେଥଡରେ ଦେଇଛି ରିଏଲ ଲାଇଫ ୟୁଜ ଅଫ ନଲେଜ। ତ କଣ କରିବା ନା ସୋସିଆଲାଇଜେସନ ରେ ଶିଶୁ କେବଳ ବୁକେଟ ନଲେଜ ନୁହେଁ ବରଂ କଣ ନା ହଉଛି ରିଏଲ ଲାଇଫ ରେ କେମିତି ଜ୍ଞାନ ଅର୍ଜନ କରିବ, କେମିତି ନଲେଜ କୁ ଆକ୍ୱାର କରିବ ଏସବୁ ୟୁଜ କରିବା ସେ ଶିଖିଥାଏ। କ୍ଲାସରୁମ ଲର୍ଣ୍ଣିଂ କୁ ସେ କଣ କରେ ନା ଡେଲି ଲାଇଫ ସିଚୁଏସନ ସହିତ ଲିଙ୍କ କରେ। ଚାଇଲ୍ଡ ପ୍ରାକ୍ଟିକାଲି ବୁଝିପାରେ ଏଥିରେ ରିଏଲ ଲାଇଫ ୟୁଜ ଅଫ ନଲେଜ କହିଲା ମାନେ ଆମେ ଏଇଟା ବୁଝିବା ଖାଲି ବହିରେ ଯାହା ଲେଖା ହେଇଛି ସେଟା ନୁହେଁ ଆମ ଲାଇଫକୁ ଆମେ ଦେଖିକି ରିଏଲ ଲାଇଫରେ ସିଚୁଏସନ କୁ ଦେଖିକି ଆମେ କଣ କରିବା ପ୍ରାକ୍ଟିକାଲି ସବୁ ହ୍ୟାଣ୍ଡେଲ କରିବା ହେଲା। ତାପରେ କହିଲା ଏମ୍ଫାସିସ୍ ଅନ୍ ସୋସିଆଲ ଡେଭଲପମେଣ୍ଟ କଣ ନା ଏହି ମେଥଡରେ ସୋସିଆଲ ଡେଭଲପମେଣ୍ଟ ଉପରେ ସ୍ପେସିଆଲ ଏମ୍ଫାସିସ୍ ଦିଆଯାଏ। ଚାଇଲ୍ଡ ସେୟାରିଂ, ହେଲ୍ପିଂ, ରେସପେକ୍ଟିଂ ଅଦର୍ସ, ରୁଲ ଫଲୋ କରିବା ହେଲା ଆଉ ସୋସିଆଲ ସ୍କିଲ ସବୁ ଶିଖିବା ଏସବୁ ଉପରେ ସେ କଣ ନା ଅଧିକ ଏମ୍ଫାସାଇଜ କରିଥାଏ। ସବୁବେଳେ ସୋସିଆଲ ଡେଭଲପମେଣ୍ଟ ଉପରେ ସେ ଏମ୍ଫାସାଇଜ କରେ। କେମିତି କଣ ଗୋଟେ କିଛି କର କାହାକୁ ଗୋଟେ ସେୟାର କରିବ, କେମିତି ହେଲ୍ପିଙ୍ଗ ନେଚର ରଖିବ, କାହାକୁ ରେସପେକ୍ଟ କେମିତି ଦବ, ଯାହା ଯାହା ସୋସାଇଟି ରୁଲ ଅଛି କେମିତି ଫଲୋ କରିବ, ସୋସିଆଲ ସ୍କିଲ କେମିତି ଡେଭଲପ କରିବ ଏ ସବୁ ଜିନିଷ। ତାପରେ କଣ ଅଛି ନା ସୋସିଆଲ ଫୋର୍ସ। ସୋସିଆଲ ଫୋର୍ସ କଣ ନା ସୋସିଆଲ ଫୋର୍ସ ଯେମିତି କି ଫ୍ୟାମିଲି, ସ୍କୁଲ, ପିୟର ଗ୍ରୁପସ, କଲଚର ମିଡିଆ ଏ ସବୁ ସୋସିଆଲାଇଜେସନ ପ୍ରୋସେସ ର ଗୋଟେ ହଉଛି କଣ ପାୱାରଫୁଲ ଗୋଟେ ଗୋଟେ ଏଜେଣ୍ଟ ହେଲା। ଏଜେଣ୍ଟ ତ ଏଇ ଫୋର୍ସ କଣ କରିଥାନ୍ତି ଏଇ ଫୋର୍ସେସ ସବୁ କଣ କରିଥାନ୍ତି ନା ଚାଇଲ୍ଡ ର ବିହେଭିୟର କୁ ତାଙ୍କ ଆଟିଟ୍ୟୁଡ କୁ ଭାଲ୍ୟୁ କୁ ସବୁ ତାଙ୍କ ସେଭ କରନ୍ତି। ଫ୍ୟାମିଲି ତାଙ୍କୁ ବୁଝାନ୍ତି କି ଏଇ ବିହେଭିୟର ଟା ଖରାପ ବିହେଭିୟର ବ୍ୟାଡ ବିହେଭିୟର ଏଟା ଏଇଟାକୁ ଚେଞ୍ଜ କରିବା ଦରକାର। ସ୍କୁଲ ଆମକୁ ଶିଖାଏ କି ଏଇ ଆଟିଟ୍ୟୁଡ କୁ ନେଇକି ତମକୁ ଆଗକୁ ବଢିବାର ଅଛି। ପିୟର ଗ୍ରୁପ ମାନେ ଆମକୁ ଶିଖାନ୍ତି କି ହଁ ଏଇଟା ଭୁଲ ଅଛି ଏଇଟା ଠିକ ଅଛି ତତେ ଏଇ ଜିନିଷ କରିବାର ଅଛି। ତ ଏ ସବୁ ହେଲେ ଗୋଟେ ଗୋଟେ ଏଜେଣ୍ଟ
बा सोशल फोर्स गोटे गोटे जी कि आमको पूरा सेव करते है सेव करते तो सोसाइटी रो एक्सपेक्टेशंस अनुसार चाइल्ड कौन करथाय निज बिहेवियर को सब पड़े मॉडिफाई करथाय सोसाइटी कौन चाहूचे आमठो ताकर एक्सपेक्टेशन कौन अच्छे सोसाइटी रो सेही एक्सपेक्टेशन अनुसार हमको कौन करे अछि ना बिहेवियर रे चेंज आनिबार अछि तापर तला ग्रुप लर्निंग कौन ना ग्रुप लर्निंग माध्यम रे हमर चाइल्ड कौन करथाय ना कोऑपरेशन लीडरशिप टॉलरेंस कॉन्फ्लिक्ट रिजोल्यूशन ए सब जांको शिखि थाए हैला ग्रुप एक्टिविटीज हो गला डिस्कशन सब हो गला जेमति कि गेम हो गला प्रोजेक्ट हो गला हैला चाइल्ड को कौन करे ना गोटे टीम स्पिरिट डेवलप करैबारे सहायता करे से भाबियो कोन हां आमे सब गले गोटे ग्रुप रो पिला आमे हेलो गोटे टीम रो पिला गोटे टीम स्पिरिट आसला माने सब दिनस करिया पई इच्छा हबो त एटा भी गोटे मेथड हे परिबो हमरो तापर होची कोन ना पर्सनालिटी डेवलपमेंट कोन ना सोशलाइजेशन मेथड हमरो चाइल्ड रो ओवरऑल पर्सनालिटी डेवलपमेंट को हेल्प करे हमरो जेमति कि कॉन्फिडेंट हे गला सेल्फ कंट्रोल हे गला रिस्पांसिबिलिटी हे गला एम्पैथी हे गला एम्त टाइप रो गुण को सब डेवलपमेंट करथाय पर्सनालिटी डेवलपमेंट मध्य हमरो हेई थाय सोशलाइजेशन प्रोसेस द्वारा तापरे लास्ट अछि प्रॉब्लम सॉल्विंग एटीट्यूड कौन प्रॉब्लम सॉल्विंग एटीट्यूड ना लिखिछि सोशल सिचुएशन रे हमर जो सोशल सिचुएशन सब अछि त कोन से प्रकार प्रॉब्लम आसिले चाइल्ड लॉजिकल और पीसफुल वे रे सॉल्व करबा सिखिते हला कोन से प्रकार जदि हमर सेकंड हला तो कौच कौन ना हूँ जदि आम कौन प्रकार प्रोब्लेम आसूची तो पिलाटी कौन हम ना हूँ किसी गोटे किसी भी वे रे गोटे पीसफुल वे रे केमी ताको हूँ सॉल्व करिवो से सब दिन से शिखि जाई था डिस्कशन हैला रोल प्ले हे गला हमर रियल लाइफ सिचुएशंस हे गला चाइल्ड मते बहुत सारा प्रॉब्लम आसी थाए आउ सेटा को से बहुत भलो भाबरे रे प्रॉब्लम सॉल्विंग एटीट्यूड को डेवलप करके से सब को मते सॉल्व करि थाए हैला ए जिनसटा से करे तापर असला प्रोसेस ऑफ सोशलाइजेशन केमिति हमर सोशलाइजेशन प्रोसेस ता चाले ते प्रोसेस विषय कहिचे तो लिखिछि इट इज ऑफ टू टाइप्स गोटे हला प्राइमरी सोशलाइजेशन आ गोटे होचे सेकेंडरी सोशलाइजेशन प्राइमरी सोशलाइजेशन कोन कहूची लिखिछि कि इट इज द सोशलाइजेशन ऑफ infant in the primary years of his life. It takes place in the family. In this, the infant learns language, cognitive skill, norms, and the value of family. तो कौन कहूची ना हमर प्राइमरी सोशलाइजेशन होची गोटे जीवन रो प्रथम ईयर रे होतबा सोशलाइजेशन हैला प्रथम वर्ष जो हुए जो सोशलाइजेशन प्रोसेस ता सेटा होची हमर प्राइमरी सोशलाइजेशन यह कौन ना हमर इन्फेंट स्टेज रे आरंभ हुए मुख्यतः फैमिली मध्य रे ही एटा रहे जेमति गोटे माँ गोटे छुआटे जन्म हेची त माँ ही सब दिन ताको सिखेबो एटा एमति करिया अछि एटा एमति करिया अछि कोन अछि सब दिन से ताको गोटे इन्फेंट को कोन माँ ही ताको सिखु त फैमिली मेंबर ही सिखौचंती त एटा होची प्राइमरी सोशलाइजेशन प्रोसेस तो इस स्टेज रे हमर कोन हुए ना इन्फेंट लैंग्वेज सिखे बेसिक कॉग्निटिव स्किल डेवलपमेंट कराए हैला करे फैमिली रो नॉर्म्स और वैल्यू सब सिखे लव माने भल पाइबा ट्रस्ट करिबा डिसिप्लिन सिखिबा रेस्पेक्ट भली बेसिक सोशल बिहेवियर प्राइमरी सोशलाइजेशन मध्ये मध्ये डेवलप होई थाए जेमति कि हमर होची गोटे पिलाटी केमिति भाषा शिखिबो कह मामा कह बाबा एम ताको कहया पई कह जाउची ते ताको यदि कह जाउची कि तोर हेड काई से मुंडर एमति हाथ मार दोची तोर नोज काई से नोज रे हाथ मार दोची ताको ए सब कोन से जानि परता माइंड रे पसुचे ए सब दिनस हैला तो ए सब दिनस जो सब तांकर डेवलप हेई थाए एटा प्राइमरी सोशलाइजेशन प्रोसेस बोली कहा जाय किंतु सेकेंडरी सोशलाइजेशन प्रोसेस पुनी कोन ना इट स्टार्ट्स आउटसाइड ऑफ द फैमिली लाइक द पीयर ग्रुप्स और स्कूल्स तो कोन ना होचे से कहूची गोटे सेकंड हां
से कौची कि हमर सेकेंडरी सोशलाइजेशन होची कोन ना फैमिली रो बाहर आरंभ हुए चाइल्ड जेते बेले गोटे पीयर ग्रुप सहित मिसे स्कूल ही गला नाइबरहुड हो गला वर्क प्लेस हो गला इंटरैक्ट करे सेमानक सहित सेते बेले हमर सेकेंडरी सोशलाइजेशन हुए ହେଲା ତ ଲେଖିଛି କି ଚାଇଲ୍ଡ ଲର୍ନସ୍ ଇମ୍ପୋର୍ଟାଣ୍ଟ ସୋସିଆଲ କଣ୍ଡକ୍ଟ ଫ୍ରମ୍ ହିଜ୍ ପିୟର ଗ୍ରୁପ୍ସ ଇଟ୍ ଇଜ୍ କଣ୍ଟିନ୍ୟୁଅସ୍ ଥ୍ରୁ ଦ ରେଷ୍ଟ ଅଫ୍ ଦ ଲାଇଫ୍ ସେଇ ଷ୍ଟେଜରେ ଆମର କ'ଣ ନା ଚାଇଲ୍ଡ ପିୟର୍ସ ମାନଙ୍କ ଠାରୁ ଇମ୍ପୋର୍ଟାଣ୍ଟ ସୋସିଆଲ କଣ୍ଡକ୍ଟ କରନ୍ତି ଯେପରିକି କୋଅପରେସନ୍ କରିବା କମ୍ପିଟିସନ୍ସ କରିବା ଆଡଜଷ୍ଟମେଣ୍ଟ ଶିଖିବା ଲିଡରସିପ୍ ଗୁଣ ଶିଖିବା ହେଲା लीडरशिप गुण शिखा सेकेंडरी सोशलाइजेशन कौन करता है कंटिन्यूअस प्रोसेस ही चली थाए पूरा रेस्ट ऑफ लाइफ जहाँ जी लाइफ रो शेष ये रहिला रेस्ट पार्ट रहिला पूरा सेटा चली थाए सेकेंडरीटा किंतु फर्स्ट आमर जोटा कहला प्राइमरीटा आमर प्रथम वर्ष जो सब होई थाए आमर पिला मानकर से सब आमर प्राइमरी सोशलाइजेशन जोटा कि फैमिली मध्य रे होई थाए आ आमर सेकेंडरीटा होची कोन ना फैमिली बाहर जा सब होई थाए हैला एबा आसीबा conflict resolution and social development এটা কোন লিখেছি it is a constructive approach that enable people to find a peaceful solution to disagreement among them ତ କଣ କହୁଛି ସେ ନା conflict resolution ମାନେ ହଉଛି ଗୋଟେ constructive approach ଯାହା ଆମର ଲୋକମାନଙ୍କୁ ତାଙ୍କ ମଧ୍ୟରେ ହୋଇଥିବା disagreement କୁ peaceful ଭାବରେ solve କରିବାରେ help କରିଥାଏ ହେଲା ଯେମିତି କି ଆମର ଝଗଡା କୌଣସି ପ୍ରକାର ଚିତ୍କାର କରିବା କିଏ ଗୋଟେ ଆମର କଣ ନା ହଉଛି ଭାয়োଲେନ୍ସ ବିନା डिस्कशन अंडरस्टैंडिंग कंप्रोमाइज ए सब माध्यम प्रॉब्लम रो सॉल्यूशन खोजिबाकू हमें कॉन्फ्लिक्ट रिजोल्यूशन कहि थांते ते एटा कोन ना होचे हमर सोशल डेवलपमेंट पई बहुत ही इंपोर्टेंट गोटे सोसाइटी को जदी हमें डेवलपमेंट करिवार अछि ताले हमर जदी कॉन्फ्लिक्ट रिजोल्यूशन न आसुछि ताले एटा कोन ना सब बेले झगड़ा लागिबे पाटेगोड़ लागिबे से धमक देकी ता कुछ गोटे कोन गोटे कर दबो ए गोटे ताको कोन गोटे धमक देकी कर दबो तो केबे भी शांति रक्षा हे परिबो नाही तो सेति पई गोटे सोसाइटी को डेवलपमेंट करबा पई गोटे कॉन्फ्लिक्ट रिजोल्यूशन निहाती आवश्यक आ सेटा हेबा द्वारा ही गोटे सोसाइटी रा कोन डेवलपमेंट हे परिबो तापर देछि इट तबे कहछि इट रिड्यूस हां मैम जो कॉन्फ्लिक्ट रिजोल्यूशन एटा आउथरा हाँ टिके बुझिबे हाँ तब माइंड रे रख कि कॉन्फ्लिक्ट रिजोल्यूशन माने होची माने कोन ना कोन से प्रकार जदी कॉन्फ्लिक्ट कोठी होची तार कोन ना रिसोल्यूशन तातरे सॉल्यूशन आनिबा हैला कॉन्फ्लिक्ट कोठी होची कॉन्फ्लिक्ट माने कोन कॉन्फ्लिक्ट माने द्वंद्व ओडिया रे द्वंद्व हैला कोन से प्रकार कोठी द्वंद्व हेले तो से द्वंद्व को जतबे हमें रिसोल्यूशन करूचंती सेटा ही होची कॉन्फ्लिक्ट रिजोल्यूशन तो कौन कहले ना कॉन्फ्लिक्ट रिजोल्यूशन होची हमरा कंस्ट्रक्टिव गोटे अप्रोच टे जोटा कि लोक मानन को तांका मध्य रे थिबा कोन डिसएग्रीमेंट को पीसफुल भाबरे सॉल्व करथाय जहा धर से गोटे दिनस कहूची किंतु से आउ जने कोन ना राजी नाही तांका भीतर कोन कॉन्फ्लिक्ट होला परे तबरे कोन हबो ना होची माने बेसी सोसाइटी रे गोटे होची खराब प्रभाव भी पड़िबो काना से के का को मारिला कि का को गाली देला सेटा होची कोन ना खराब प्रभाव पड़िबो बाहर को तो सेटा खराब प्रभाव न पड़िबा पई गोटे कॉन्फ्लिक्ट रिजोल्यूशन आनिबा हमको दरकार पीसफुली भाबरे केमिति सॉल्व करबा आमे होची कोन ना होची ये सोसाइटी रे किछ गोटे कॉन्फ्लिक्ट को सेति पे देखुन ना बहुत सारा जिनस हमर खोला होची कि होची हां जदी भी किछ प्रॉब्लम होची आमे जाके सेठी कंप्लेंट रेज करि परछन्ते कंप्लेंट को देखि के से माने कोन करछन तांकर जहा सब प्रोसेस रोचे से प्रोसेस को से माने कार्य करूछन्ते तो एभरा टाइप रो जदी करिबा ताहले हम सोसाइटी रे डेवलप हबो जदी हमर कोनोसी प्रकार एई टाइप रो कॉन्फ्लिक्ट रिजोल्यूशन नाही ताहले हमर सोसाइटी तळु जिवो सोसाइटी किछ आ सिखि परिबेने पिला माने हैला मैम कॉन्फ्लिक्ट रिजोल्यूशन रो डेस्ट्रॉय केमति कोन हे परियो बा तारा जो डेवलपमेंट को केमति कोन रोका जाय परियो कहार डेवलपमेंट को रोका जाय परिबो कॉन्फ्लिक्ट रिजोल्यूशन रो
ରୋକାଯିବ କାହିଁକି? ରୋକେଇବ କାହିଁକି ତାକୁ? କନଫ୍ଲିକ୍ଟ ରିଜଲ୍ୟୁସନ ବା ଗୋଟେ ଦ୍ୱନ୍ଦ୍ୱକୁ ସଲ୍ଭ କରୁଛି ନା। ଆଜ୍ଞା କିଛି ଗୋଟେ ଦ୍ୱନ୍ଦ୍ୱ ଧର ମ୍ୟାମ୍ ଆସୁଛି, ଲେଟ୍ ମି ଏକ୍ସପ୍ଲେନ୍। ମାନେ ଆମର ସୋସାଇଟିରେ ସପୋଜ ଦି କଲଚର ଭିତରେ ହଉ ୟା କିଛି ବି ହଉ, କିଛି ଗୋଟେ କନଫ୍ଲିକ୍ଟ ହେଲା ତ ସୋସାଇଟିରେ ଗୋଟେ ହଁ କମିଟି ଥାଏ, ତ ହୁଁ ସେମାନେ ସେଇଟା କେମିତି ୱିଦାଉଟ୍ ଏନି ମାନେ ଝଗଡା ୟା ଭାଇଲେନ୍ସ ରେ କେମିତି ସଲ୍ଭ ହେଇପାରିବ ସେଟା ସେ ଯୋଉ ହଁ କମିଟି ମେମ୍ବର ଥାନ୍ତି ଡିସାଇଡ କରନ୍ତି। ତ ଦିସ୍ ଇଜ ଦ ଡିସାଇଡ କନଫ୍ଲିକ୍ଟ କରନ୍ତି। ରେଜଲ୍ୟୁସନ। ହଁ ଓକେ 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 ବହୁତ ସାରା ଆମର କମିଟି ମାନେ ଇଏ ହଉଛି, ତିଆରି ହଉଛି ନା ଆମର। ତ ସେଟା କାହିଁକି ତିଆରି ହଉଛି? କାହିଁକି ନା ଆମର କେମିତି ଭାয়োଲେନ୍ସ ରୁ ରୋକିବ। ତମେ ଯେମିତି କି ଆମର ଦେଖ, ଏଇ ଓମେନ ମାନଙ୍କ ପାଇଁ ହେଲା, ତାଙ୍କର ବହୁତ ସାରା ତାଙ୍କୁ ବହୁତ ସାରା କଣ ନା ହଉଛି ଇଏ କରୁଛନ୍ତି। ଆଉ ଯେମିତିକି ବାହାଘର ହେଇସାରିଲା ପରେ ଯୌତୁକ ନିର୍ଯାତନା ତାଙ୍କୁ ଦିଆଯାଉଛି, ବହୁତ ସାରା ଜିନିଷ ହଉଥିଲା। କିନ୍ତୁ ତାଙ୍କ ପାଇଁ ଭାବ, ତାଙ୍କ ପାଇଁ ଗୋଟେ ସ୍ପେସିଫିକ କିଛି ଗୋଟେ କମିଟି ଗଠନ କରାଯାଇଛି। ଯଦି କୌଣସି ପ୍ରକାର ଓମେନ ମାନେ କିଛି ଇଏର ଶିକାର ହେବେ, ସେମାନେ ଯାଇକି ସେଠି କଣ ନା ହଉଛି କୌଣସି ପ୍ରକାର ଯାଇକି ସେଠି ଇଏ କରିପାରୁଥିଲେ କି ହଁ ମତେ ଏ ପ୍ରୋବ୍ଲେମ ମତେ ହଉଛି। ସେଠି କଣ ହଉଥିଲା ନା କନଫ୍ଲିକ୍ଟ ରିଜଲ୍ୟୁସନ ସେଠି ଆସୁଥିଲା। କୌଣସି ପ୍ରକାର ଦ୍ୱନ୍ଦ୍ୱ ଅଛି ଯଦି ସେଠି କଣ କର ରିଜଲ୍ୟୁସନ କରୁଥିଲେ, ଗୋଟେ ଶାନ୍ତିପୂର୍ଣ୍ଣ ଭାବରେ ପିସଫୁଲ ଭାବରେ ସେଠି ଗୋଟେ ପ୍ରୋବ୍ଲେମ ର ସଲ୍ଭ ହଉଥିଲା। ତ ସେଟା ସେଥିପାଇଁ ଏଟା ହଉଛି କାହିଁକି ନା ଗୋଟେ ସୋସାଇଟିକୁ ଭଲ ଭାବରେ ରଖିବା ପାଇଁ, ସୋସାଇଟି ଆଗକୁ ଡେଭଲପ ହବା ପାଇଁ। ଯଦି ସେଭଳିଆ ଟାଇପର ରୁଲ ରେଗୁଲେସନ ନ କରିବେ, ଯଦି ସେଭଳିଆ ଟାଇପର ଏଭଳିଆ ଟାଇପର କମିଟି ଯଦି ନ ଗଠନ କରିବେ, ତାହେଲେ ଆଗକୁ ଯାଇକି କଣ ନା ଖାଲି ପତନ ହିଁ ଘଟିବ ଆମ ସୋସାଇଟିର, କେବେ ବି ଆଗକୁ ଯାଇପାରିବନି। ତ ସେଥିପାଇଁ କନଫ୍ଲିକ୍ଟ ରିଜଲ୍ୟୁସନ କାମ କଣ, ସୋସାଇଟିକୁ ଭଲ ୱେରେ ମାନେ ପୁରା ଶାନ୍ତିପୂର୍ଣ୍ଣ ଭାବରେ ପିସଫୁଲ ଭାବରେ ସବୁ ପ୍ରୋବ୍ଲେମକୁ ସଲ୍ଭ କରିବ ଏବଂ ସୋସାଇଟିକୁ ଡେଭଲପମେଣ୍ଟ କରିବ ହେଲା। ତାପରେ ଦେଇଛି it reduces anger, stress and frustration among people। ତ କନଫ୍ଲିକ୍ଟ ରିଜଲ୍ୟୁସନ ଆମର କଣ କରେ, ଆମର ରାଗ ହେଲା, ଆମର ହଉଛି ଷ୍ଟ୍ରେସ୍ ହେଲା, ଆମର ଫ୍ରଷ୍ଟ୍ରେସନ ହେଇଗଲା, ଏସବୁକୁ ସବୁବେଳେ ରିଡ୍ୟୁସ କରେ, କମ କରାଏ। ଯେତେବେଳେ ଲୋକମାନେ ନିଜ ଫିଲିଙ୍ଗସକୁ କଣ କରିବେ ନା କାମଲି ଏକ୍ସପ୍ରେସ କରିବେ, ଅନ୍ୟମାନଙ୍କ ପଏଣ୍ଟ ଅଫ ଭ୍ୟୁକୁ ମଧ୍ୟ ଭଲସେ ବୁଝି ହେବ ଏବଂ ଟେନସନ ମଧ୍ୟ କମିଯିବ। ତମେ ଯଦି ଗୋଟେ କଣ ହବ ନା ମୂର୍ଖଙ୍କ ଭଳିଆ କିଛି ଗୋଟେ କଣ ହେଲା ଜୋରରେ ଚିଲା ଚିଲି କରିକି ଭାଷା କହିକି ପୁରା ମାରପିଟ କରିଦବ ହେଲା। ଆଉ ଜଣେ ଯେତେବେଳେ ଆସିବ, ସେତେବେଳେ କଣ କରିବ, ସିଏ କହିବ ସିଏ କାହିଁ ମତେ ଭାଷା କହିଲା, ମୁଁ ତାକୁ ବି ଭାଷା କହିବି। ଏମିତି ଯଦି କୌଣସି ପ୍ରକାର କମିଟି ଗଠନ କରାଯାଉଛି କି କିଛି ବି ହଉଛି, ତାଙ୍କ ମାଇଣ୍ଡରେ କଣ ରହିବ, ହଁ ନା ମୁଁ କାମଲି ଏ ଜିନିଷଟାକୁ ହ୍ୟାଣ୍ଡେଲ କରିବି, କାହିଁକି ନା ମୁଁ ଯଦି ଏଠି କିଛି ଗୋଟେ କଣ କହିଦଉଛି ତାହେଲେ ଅଧିକ ଇଏ ହେଇଯିବ। ତ ସେଥିପାଇଁ କଣ ହୁଏ ନା ହଉଛି, ଜଣେ ଯଦି ଚିଲଉଛି କି କିଛି କହୁଛି, ଆଉ ଜଣେ କଣ କରିବ ନା ସେତେବେଳେ ତା ଫିଲିଙ୍ଗସକୁ ମାନେ ଟିକେ କଣ କାମଲି ଏକ୍ସପ୍ରେସ କରିବ। ତାର ପଏଣ୍ଟ ଅଫ ଭ୍ୟୁ କଣ ଅଛି ସେ ତାକୁ ଭଲ ଭାବରେ ଏକ୍ସପ୍ରେସ କରିବ ହେଲା। ତାର ଟେନସନ କଣ ଏଥି କମିବ, ଷ୍ଟ୍ରେସ୍ କମିବ, ଆଙ୍ଗର ମଧ୍ୟ କମିବ, ରାଗ ଫାଗ ଏସବୁ ମଧ୍ୟ ଅଧିକ ରହିବ ନାହିଁ ହେଲା। ତାପରେ କଣ କହିଛି, ଆଡଭାଣ୍ଟେଜେସ୍ ଅଫ କନଫ୍ଲିକ୍ଟ ରିଜଲ୍ୟୁସନ। ଆଡଭାଣ୍ଟେଜେସ୍ ସବୁ କଣ ଅଛି କନଫ୍ଲିକ୍ଟ ରିଜଲ୍ୟୁସନର? ତ କଣ ଦେଇଛି ଫର୍ଷ୍ଟ ଆଡଭାଣ୍ଟେଜେସ୍ ରେ, ଇଟ୍ ହେଲ୍ପସ ଟୁ ପ୍ରୋଟେକ୍ଟ ଦ ପର୍ସନାଲିଟି ଅଫ ଏ ପର୍ସନ। କନଫ୍ଲିକ୍ଟ ରିଜଲ୍ୟୁସନ ଜଣେ କଣ କରିଥାଏ ନା, କନଫ୍ଲିକ୍ଟ ରିଜଲ୍ୟୁସନ କଣ କରିଥାଏ ନା ଗୋଟେ ବ୍ୟକ୍ତିର ପର୍ସନାଲିଟିକୁ ପ୍ରୋଟେକ୍ଟ କରିବାରେ ସାହାଯ୍ୟ କରିଥାଏ ହେଲା। ଯେତେବେଳେ ଆମର ଡିସଆଗ୍ରିମେଣ୍ଟକୁ ପିସଫୁଲି ଆଉ ମ୍ୟାଚୁର ୱେରେ ହ୍ୟାଣ୍ଡେଲ କରାଯାଏ, ସେତେବେଳେ ଆମର କୌଣସି ପ୍ରକାର ରାଗ, ଆମର ହଉଛି ଆଗ୍ରେସନ, କୌଣସି ପ୍ରକାର ଇନସଲ୍ଟ ଭଳି ନେଗେଟିଭ ବିହେଭିୟର କଣ ହେଇଥାଏ ନା ଆଭଏଡ ହେଇଥାଏ ହେଲା। ଆମ ପର୍ସନାଲିଟିକୁ ପ୍ରୋଟେକ୍ଟ କରିଥାଏ କଣ ନା କନଫ୍ଲିକ୍ଟ ରିଜଲ୍ୟୁସନ ହେଲା। ଆମେ ଯାହା ଆମେ ଯେତେବେଳେ ମ୍ୟାଚୁଆଲି କିଛି କଥା ହେବା, କିଛି ମ୍ୟାଚୁଆଲି ହ୍ୟାଣ୍ଡେଲ କରିବା, ପିସଫୁଲ ଭାବରେ ହ୍ୟାଣ୍ଡେଲ କରିବା, ତ ସମସ୍ତଙ୍କର ଯିଏ ତମର ଅପୋଜିଟ ଇଏରେ ଥିବ ସିଏ ମଧ୍ୟ ତା ରାଗକୁ ଟିକେ କମେଇ ଦବ, କୌଣସି ପ୍ରକାର ନେଗେଟିଭ ବିହେଭିୟରକୁ ମଧ୍ୟ ସିଏ ମଧ୍ୟ ଆଭଏଡ କରିବ। ତାପରେ ସେକେଣ୍ଡରେ କଣ ଅଛି ନା it helps the person to adjust the prevailing situation। ତ କଣ କହିଲା ନା କନଫ୍ଲିକ୍ଟ ରିଜଲ୍ୟୁସନ ଲୋକକୁ କଣ କରିଥାଏ ନା ହଉଛି ଗୋଟେ ସେକେଣ୍ଡ, ହଁ କଣ କରିଥାଏ ନା ପ୍ରିଭେଲିଂ ସିଚୁଏସନ ସହିତ କଣ ଆଡଜଷ୍ଟ କରିବାରେ ସାହାଯ୍ୟ କରିଥାଏ। ଆମର ଜୀବନର ସମସ୍ୟା ଆଉ ହଉଛି ଡିସଏଗ୍ରିମେଣ୍ଟ ଯେତେବେଳେ କିଛି ଆସୁଛି, କିଛି ଗୋଟେ ପ୍ରୋବ୍ଲେମ ଆସୁଛି କି ଡିସଏଗ୍ରିମେଣ୍ଟ ଆସୁଛି, ଆମେ କଣ ନା ଫ୍ଲେକ୍ସିବଲ ଥିଙ୍କିଂ ଆଉ କମ୍ପ୍ରମାଇଜ ଦ୍ୱାରା ହିଁ ସିଚୁଏସନ ସବୁବେଳେ ହ୍ୟାଣ୍ଡେଲ କରିବା ଶିଖିଥାନ୍ତି। କାହା ଦ୍ୱାରା? କନଫ୍ଲିକ୍ଟ ରିଜଲ୍ୟୁସନ ଦ୍ୱାରା ହିଁ ଆମ ମାଇଣ୍ଡରେ ଆସିଯାଏ ନା ଆମେ ଏଇ ସିଚୁଏସନକୁ ଆମେ କେମିତି କାମଲି ହ୍ୟାଣ୍ଡେଲ କରିବା, କେମିତି କିଛି ଜିନିଷ କମ୍ପ୍ରମାଇଜ ଆମକୁ କରିବା ପାଇଁ ପଡିବ, କିଛି ଜିନିଷ ଆମକୁ ଆକ୍ସେପ୍ଟ କରିବା ପାଇଁ ପଡିବ, ଫ୍ଲେକ୍ସିବଲ ଥିଙ୍କିଂ ଆମର ଆସିଯିବ ହେଲା। ସେ ଗୋଟେ ସିଚୁଏସନକୁ ଦେଖିକି ଆମେ କଣ କରିବା ନା ହଉଛି କାମଲି ହ୍ୟାଣ୍ଡେଲ କରିବା ସିଚୁଏସନକୁ।
ତାପରେ 3 ରେ ଦେଲା କଣ ନା କନଫ୍ଲିକ୍ଟ ରିଜୋଲ୍ୟୁସନ ହେଲ୍ପ କରେ ଟୁ ଇନକ୍ରିଜ କୋଅର୍ଡିନେସନ among the group। କନଫ୍ଲିକ୍ଟ ରିଜୋଲ୍ୟୁସନ ଗ୍ରୁପ ମଧ୍ୟରେ କୋଅର୍ଡିନେସନ ଇନକ୍ରିଜ କରିଥାଏ। ଗ୍ରୁପ ରେ ଆମର ମିସଅଣ୍ଡରଷ୍ଟାଣ୍ଡିଂ କ୍ଲିୟର ହେଇଯାଏ, କୋଅପରେସନ ଆମର ବଢେ, ଟ୍ରଷ୍ଟ ଆଉ ଟିମ୍ ସ୍ପିରିଟ ମଧ୍ୟ ବଢେ। ଯଦି ଆମେ ଏଇ ୱେରେ କାମ କରିବା, ଭଲ ଭାବରେ ଶାନ୍ତିପୂର୍ଣ୍ଣ ଭାବରେ କରିବା, ତାହେଲେ ଏଥିରେ କଣ ଆମର ଟ୍ରଷ୍ଟ ବି ବଢିବ, କୋଅପରେସନ ବି ବଢିବ, ଟିମ୍ ସ୍ପିରିଟ ବି ଆମର ବଢିବ। ଆଚ୍ଛା, ଏଟା ତ ଥିଲା ଆମର ଆଡଭାଣ୍ଟେଜେସ୍। ତ ଡିସଆଡଭାଣ୍ଟେଜେସ୍ ପୁଣି କଣ ନା ଡିସଆଡଭାଣ୍ଟେଜେସ୍ ରେ ଦେଲା ଫର୍ଷ୍ଟ, if a person is dependent completely on this mechanism like mechanism, life will become uncritical one। ତ କଣ କହିଲା, ଯଦି କେହି ଆମର କଣ କରିଥିଲେ ନା କନଫ୍ଲିକ୍ଟ ରେଜୁଲ୍ୟୁସନ ର ଟେକ୍ନିକ ଉପରେ ବହୁତ ସାରା ଡିପେଣ୍ଡ ହେଇଯିବ, ତେବେ କଣ ହବ, କେବେ କେବେ ଜୀବନରେ କ୍ରିଟିକାଲ ହୋଇପାରେ। ଯେମିତି କି ଅର୍ଥାତ୍ କଣ ନା ହଉଛି ପ୍ରତ୍ୟେକ ସିଚୁଏସନ ରେ କମ୍ପ୍ରମାଇଜ କରିବା କିମ୍ବା କନଫ୍ଲିକ୍ଟ ଆଭଏଡ କରିବା ଅଭ୍ୟାସ ହେଲେ ଗୋଟେ ବ୍ୟକ୍ତି କଣ ରାଇଟ୍ ଆଉ ରଙ୍ଗ ଓପିନିଅନ କୁ ଠିକ ଭାବରେ ଏକ୍ସପ୍ରେସ ହିଁ କରିପାରିବନି। ସେ ସବୁବେଳେ କଣ କରିବ ନା ଏଇ ଜିନିଷଟା ହେଇଛି, ଆମେ ସେ କମିଟିକୁ ଯିବା, ସେଇଠି ଆମେ ପଚାରିବା। ନିଜର କିଛି ଗୋଟେ ଯଦି ବ୍ୟକ୍ତିତ୍ୱର କିଛି ଗୋଟେ କଥା ବା ଓପିନିଅନ କୁ ଯଦି ଏକ୍ସପ୍ରେସ କରିବା କଥା ହୁଏ, ସେ ଭଲ ଭାବରେ କରିପାରିବନି। ସବୁବେଳେ କଣ ହବ, ଡିପେଣ୍ଡେଣ୍ଟ ରହିବ ଆମର କନଫ୍ଲିକ୍ଟ ସିଚୁଏସନ ଉପରେ। କ୍ରିଟିକାଲ କୌଣସି ପ୍ରକାରର ଜୀବନଟାକୁ ସେ ପୁରା No, କ୍ରିଟିକାଲ ଇଏରେ এটা କରିଦବ। artificial one। ହଁ ହଁ এটা become an artificial one। ହଁ, ଏଟା ଆର୍ଟିଫିସିଆଲ ଇଏରେ ହେଇପାରିବ। ଆର୍ଟିଫିସିଆଲ ବୋଲି ଆମେ କହିପାରିବା। ଆମେ ଯଦି ରିଏଲ ଲାଇଫରେ ଆମେ ଦେଖୁଛନ୍ତି କି କିଛି ଜିନିଷ ଗୋଟେ ହଉଛି, କଣ ଆମେ ହଉଛି ସାଙ୍ଗେ ସାଙ୍ଗେ ଭାବୁଛନ୍ତି କି ହଉଛି ହଁ ଏଇ ଜିନିଷଟା ଏଟା ହେଲା, ତ ଆମେ କେମିତି ତାକୁ ଭଲ ୱେରେ କରିପାରିବା। କିନ୍ତୁ ଏଟା ନେଗେଟିଭ ବି ଗୋଟେ ଜିନିଷ ଅଛି, ଯୋଉଟା କି ଆମେ କଣ ନା ହଉଛି ଆମେ ଭାବୁଛନ୍ତି କି ହଁ ସବୁ ଜିନିଷ ଏଇ ଦ୍ଵାରା ତ ହବନି ନା, ଆମେ କୌଣସି ପ୍ରକାର ଟେକ୍ନିକ ଉପରେ ଅଧିକ ଡିପେଣ୍ଡ ହେଇଯାଉଛନ୍ତି। ଏଇ ଟେକ୍ନିକ ହିଁ ଆମକୁ କଣ କରିବ ନା ହଉଛି ରିଜଲ୍ୟୁସନ ଦେଇ ପାରିବ ଆମକୁ। ତ ସେଇଟା ଅତ୍ୟଧିକ ଡିପେଣ୍ଡେନ୍ସି ହିଁ ଆମର ହଉଛି ଡିସଆଡଭାଣ୍ଟେଜେସ୍। କହୁନ ତମେ କଣ କହୁଛ କୁହ। नो मैम, এটা ଆପଣ କ୍ରିଟିକାଲ ୱାନ୍ ପଢିଲେ ତ, ସେଟା ଆକ୍ଚୁଆଲି ଆର୍ଟିଫିସିଆଲ ୱାନ୍। କୋଉଟା? ସେଇ ଫାର୍ଷ୍ଟ ପଏଣ୍ଟଟା ହିଁ, ଯୋଉ ଲାଇଫ ୱିଲ୍ ବିକମ୍ ଆନ୍ ଆର୍ଟିଫିସିଆଲ ୱାନ୍। ଆଚ୍ଛା ଆଚ୍ଛା ଆଚ୍ଛା, ହଁ 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 ହଁ, ସରି ସରି, ସେ ଲେଖିଛନ୍ତି ଯୋଉ ସେଟା ଭୁଲରେ ପଢିଲି। ହେଲା, ତ ହଉଛି କଣ ନା ହଉଛି ସେ ଏଇଟା ଲେଖୁଛି କି ଆମର ଯୋଉ ଟେକ୍ନିକ ଉପରେ ଆମେ କଣ କରୁଛନ୍ତି ନା ଅଧିକ ଡିପେଣ୍ଡ ହେଇ ପଡୁଛନ୍ତି କି ହଁ ଏଇ ଜିନିଷଟା ହିଁ ଆମକୁ ସଲ୍ୟୁସନ ଦେଇପାରିବ। ଏଠିକି ଗଲେ ହିଁ ଏଇ କମିଟିଟା ମତେ କଣ ହଉଛି ଗୋଟେ ସଲ୍ଭ କରିପାରିବ ଏ ପ୍ରୋବ୍ଲେମକୁ। ସବୁବେଳେ ଆମେ କଣ କରୁଛୁ ନା ଡିପେଣ୍ଡ ହେଇ ପଡୁଛନ୍ତି ଅଲଗା ଉପରେ। ତ ସେଥିପାଇଁ ଡିପେଣ୍ଡ ଆମେ ଅତ୍ୟଧିକ ଯେହେତୁ ହଉଛନ୍ତି, ସେଥିପାଇଁ ଡିସଆଡଭାଣ୍ଟେଜେସ୍। କାହିଁକିନା ଆମ ନିଜର ରାଇଟ୍ସ କଣ, ଆମ ନିଜର ଓପିନିଅନ କଣ, ସେଟାକୁ ଆମେ ଭଲ ଭାବରେ ଅନ୍ୟ ନିକଟରେ ଏକ୍ସପ୍ରେସ କରିପାରୁନାହାନ୍ତି। ହେଲା, ତାପରେ କଣ କହିଲା ନା there is a possibility of fear and facing mental ill health due to the breaking of his relationship with the world। ତ କଣ ନା ଯଦି ଆମର କନଫ୍ଲିକ୍ଟ ରିଜଲ୍ୟୁସନ ଠିକ ଭାବରେ ନ ହୁଏ କିମ୍ବା ବ୍ୟକ୍ତି ସବୁବେଳେ କନଫ୍ଲିକ୍ଟ ଠାରୁ ଯଦି ପଳେଇବାକୁ ଚେଷ୍ଟା କରେ, ତେବେ କଣ ହୁଏ ନା ରିଲେସନସିପ ୱିକ୍ ହେଇଯାଏ। ହେଲା, ଏହାର ପରିଣାମରେ ଆମର କଣ ନା ଫିୟର, ଲୋନଲିନେସ, ମେଣ୍ଟାଲ ଷ୍ଟ୍ରେସ ଏସବୁର ଡେଭଲପ ହେଇଥାଏ। ଗୋଟେ କନଫ୍ଲିକ୍ଟର ରିଜଲ୍ୟୁସନ ଠିକ ଭାବରେ ଯଦି ହବନି, ଯଦି କୌଣସି ପ୍ରକାର କନଫ୍ଲିକ୍ଟ ହେଇଛି ତାର ରିଜଲ୍ୟୁସନ ହିଁ ଠିକ ଭାବରେ କିଛି ହଉନି, ସବୁବେଳେ ଯଦି କନଫ୍ଲିକ୍ଟ ଠାରୁ କଣ କରିବ ନା, ଗୋଟେ କନଫ୍ଲିକ୍ଟ ହେଇଛି ସେ କଣ କରିବ ନା ହେ ଛାଡ ଆଉ ଗୋଟେ ମୁଁ କଣ ଗୋଟେ କରିବି, କି ସେ ତ ସବୁବେଳେ ଯେତେ ଦୂରେଇକି ରହିବ କନଫ୍ଲିକ୍ଟ ଠାରୁ, ମାନେ କନଫ୍ଲିକ୍ଟ ହେଇଛି ଯଦି ଆମେ ତାକୁ କଣ କରିବା, ତାକୁ ଶୁଣିବା ପାଇଁ ହିଁ ଚାହିଁବାନି। ହେଲା, ତାର ରିଲେସନସିପ କଣ ହବ ନା ୱିକ୍ ହେଇଯିବ। ଯଦି ଆମର ଗୋଟେ ଜିନିଷ ହେଇଛି, ଆମେ କଣ କରୁଛନ୍ତି ସାଙ୍ଗେ ସାଙ୍ଗେ କଥାବାର୍ତ୍ତା ହେଇକି ତାକୁ କିଛି ମେଣ୍ଟଉଛନ୍ତି, କଣ କରୁଛନ୍ତି ସାଙ୍ଗେ ଆମ ନିଜ ନିଜ ଭିତରେ। କିନ୍ତୁ ଆମେ ଯଦି ଡିପେଣ୍ଡ କରିଦବା କି ନାଇଁ ସେ କଲେ ହିଁ ଆମେ କଣ କରିବା, ମୁଁ ଗୋଟେ ଏଫଆଇଆର ଦେଇକି ଆଇଛି, ସିଏ କିଛି ଆକ୍ସନ ନ ନେଲେ ମୁଁ କିଛି କରିପାରିବିନି, ମୁଁ ଚୁପ ହେଇକି ସେମିତି ବସିଥିବି ସେବେଠାରୁ, ତ କଣ ହବ, ଡରଟା ବଢିବ। ଗୋଟେ ସେକେଣ୍ଡ। ତ କଣ ହବ, ଡରଟା ବଢିବ। ତ ହଉଛି ଆମର ମେଣ୍ଟାଲ ଷ୍ଟ୍ରେସ ମଧ୍ୟ ଡେଭଲପମେଣ୍ଟ ହବ।
କେବେ ହବ କଣ କରିବ ଏମିତି ତମେ ଗଲା ୱେଟ୍ କରିଥିବ ଏ କରିଥିବ ତ ସେସବୁ ଜିନିଷ ମଧ୍ୟ ଆମର କଣ ନା ହଉଛି ଗୋଟେ ଡିସଆଡଭାଣ୍ଟେଜ ବୋଲି ଆମେ କହିପାରିବା। କନଫ୍ଲିକ୍ଟ ରିଜଲ୍ୟୁସନ ସିନା ଶାନ୍ତିପୂର୍ଣ୍ଣ ଭାବରେ ସବୁ ଜିନିଷ ଇଏ କରୁଛି ଆଉ ସୋସାଇଟିକୁ ଡେଭଲପମେଣ୍ଟ କରିବାରେ ଟ୍ରାଏ କରୁଛି, କିନ୍ତୁ ଏସବୁ ଜିନିଷ ମଧ୍ୟ ତାର ହଉଛି କଣ ଡିସଆଡଭାଣ୍ଟେଜେସରେ ଯାଇପାରିବ। କି ଗୋଟେ ହଉଛି ଆମର କଣ ନା ହଉଛି କୌଣସି ପ୍ରକାର କନଫ୍ଲିକ୍ଟ ରିଜଲ୍ୟୁସନ ଇଏରେ ଆମେ ସବୁବେଳେ କଣ ହଉଛନ୍ତି ନା ହଉଛି ଡିପେଣ୍ଡେନ୍ସି ଅଧିକ ବଢି ଯାଉଛି। ଆଉ ଗୋଟେ ଜିନିଷ କଣ ନା ହଉଛି ଆମେ ଯଦି କନଫ୍ଲିକ୍ଟ ରିଜଲ୍ୟୁସନ ଉପରେ ପୁରାପୁରି ନିର୍ଭର କରୁଛନ୍ତି ଆଉ ସେଟା ଯେତେବେଳେ ସଲ୍ଭ ହଉନି କିଛି ଟାଇମ ଅଧିକ ଲାଗୁଛି କି କେହି ଧର କିଛି ଦିନ ଧର ଡେରି ହଉଛି ହେଲା, କି ଧର ଜିନିଷ ଧର କେହି ଶୁଣୁନାହାନ୍ତି ତ ଆମେ କଣ କରୁଛନ୍ତି ନା ସେଟା ହଉଛି ବାରମ୍ବାର ଆମେ ସେଥିରୁ ବି ଦୂର ହଉଛନ୍ତି। ଆଉ କଣ କରୁଛନ୍ତି ନା ହଉଛି ମେଣ୍ଟାଲ ଷ୍ଟ୍ରେସ୍ ମଧ୍ୟ ଆମର ଡେଭଲପ ହଉଛି, ଲୋନଲିନେସ୍ ଫିଲ୍ ହଉଛି, ଫିୟର ମଧ୍ୟ ବଢୁଛି। ଏସା ହେଲା ଡିସଆଡଭାଣ୍ଟେଜେସ୍। ତାପରେ ଆସିଲା ଆମର ଷ୍ଟେଜେସ୍ ଅଫ ସୋସିଆଲ ଡେଭଲପମେଣ୍ଟ। ଷ୍ଟେଜେସ୍ ଅଫ ସୋସିଆଲ ଡେଭଲପମେଣ୍ଟ କଣ ଦେଇଛି ନା ସୋସିଆଲ ଡେଭଲପମେଣ୍ଟ passes through a number of marked stage which may be discussed as under। ତ କଣ ନା ଲେଖିଛି ଆଇସୋଲେଟେଡ ପ୍ଲେ, ପାରାଲାଲ ପ୍ଲେ, ସୋସିଆଲ ପ୍ଲେ। ତ କଣ ନା ସୋସିଆଲ ଡେଭଲପମେଣ୍ଟର କିଛି ମାର୍କ ଷ୍ଟେଜ ଆମର ସବୁ ଅଛି ହେଲା, ମାର୍କ ଷ୍ଟେଜ ସବୁ କିଛି ଅଛି ଯୋଉଟା କି ଯାହା ମାଧ୍ୟମରେ କି ଆମେ କଣ କରିଥାନ୍ତେ ନା ଆଗକୁ ଆଗକୁ ବଢିଥାନ୍ତେ। ଏଇ ଷ୍ଟେଜ ଆମର କଣ ନା ଶିଶୁ କିପରି ଅନ୍ୟମାନଙ୍କ ସହିତ ଇଣ୍ଟରାକ୍ଟ କରିବ, କେମିତି ଖେଳିବ, କେମିତି ରିଲେସନସିପ ବିଲ୍ଡ କରିବ, ସେ ସବୁକୁ ହିଁ ଏଥିରେ ଦେଖେଇଥାଏ ହେଲା। ସେ ସବୁ ଜିନିଷ ଏଠି ଦେଖିଲା, ଷ୍ଟେଜ ଦେଲା ଆଇସୋଲେଟେଡ ପ୍ଲେ, ପାରାଲାଲ ପ୍ଲେ, ସୋସିଆଲ ପ୍ଲେ। ପ୍ରଥମ ଏଟା ଦେଖିବା ଆଇସୋଲେଟେଡ ପ୍ଲେରେ। ଆଇସୋଲେଟେଡ ପ୍ଲେରେ ଦେଖିଲା ପ୍ରଥମେ ଇଟ୍ କମ୍ସ ଅଣ୍ଡର ଦ ଷ୍ଟେଜ ଅଫ ପ୍ରି ସୋସିଆଲ ବିହେଭିୟର। ଆଇସୋଲେଟେଡ ପ୍ଲେ ପ୍ରି ସୋସିଆଲ ବିହେଭିୟର ଷ୍ଟେଜରେ ଆମର ଆସିଥାଏ ହେଲା, ପ୍ରି ସୋସିଆଲ ବିହେଭିୟର ଷ୍ଟେଜରେ ଆସିଥାଏ। ଏ ଷ୍ଟେଜରେ ଚାଇଲ୍ଡର ସୋସିଆଲ ଇଣ୍ଟରାକ୍ସନ ଏଯାଏଁ ଡେଭଲପ ହୋଇନଥାଏ ହେଲା, ସୋସିଆଲ ଇଣ୍ଟରାକ୍ସନ ଯୋଉ ଚାଇଲ୍ଡର ଏଯାଏଁ ଡେଭଲପ ହେଇନଥାଏ। ସେଥିପାଇଁ ଚାଇଲ୍ଡ କଣ କରେ ନା ଅନ୍ୟ ଚିଲଡ୍ରେନ ସହିତ ଖେଳିବାର ଆଗ୍ରହ ଦେଖେଇ ନଥାଏ। ଆମର ଯଦି ଗୋଟେ ପିଲାଟେ ସୋସିଆଲ ଇଣ୍ଟରାକ୍ସନ ସେ ହଉଛି କଣ ନା ଡେଭଲପ କରିନାହିଁ, କେମିତି କଣ ଇଣ୍ଟରାକ୍ସନ କରିବ, ପିଲାମାନଙ୍କ ସହିତ କେମିତି ମିଶିବ କଣ ନାହିଁ, ସେ ସବୁ ଯଦି ଡେଭଲପମେଣ୍ଟ ହେଇନଥିବ ସେ ଅଲଗା ପିଲାମାନଙ୍କ ସହିତ କେମିତି କଣ ଆଗ୍ରହ ଦେଖେଇବ ଖେଳିବା ପାଇଁ, ଦେଖେଇବ ନାହିଁ। ସେଟା ଆଇସୋଲେଟେଡ ଫିଲ୍ କରିବ, ଆଇସୋଲେଟେଡ ପ୍ଲେ ବୋଲି କୁହାଯାଉଛି ପ୍ରି ସୋସିଆଲ ବିହେଭିୟର ଷ୍ଟେଜକୁ। ତାପରେ ଲେଖିଛି ସମଟାଇମ୍ସ ଇଜ କଲ୍ଡ ସଲିଟାରୀ ପ୍ଲେ ଅର ଇଣ୍ଡିପେଣ୍ଡେଣ୍ଟ ପ୍ଲେ। ଆଇସୋଲେଟେଡ ପ୍ଲେକୁ କେବେ କେବେ ଆମେ କଣ କୁହନ୍ତି ନା ସଲିଟାରୀ ପ୍ଲେ କୁହନ୍ତି ବା ଇଣ୍ଡିପେଣ୍ଡେଣ୍ଟ ପ୍ଲେ ମଧ୍ୟ କୁହାଯାଏ। କାହିଁକି ନା ଏଇ ଯୋଉ ଷ୍ଟେଜରେ ଇନଫାଣ୍ଟ ଏକା ଏକା ଖେଳିଥାଏ, ଅଲଗା ପିଲାଙ୍କ ସହିତ ଯେହେତୁ ମିଶି ନଥାଏ ସେଥିପାଇଁ ସେ ଆଇସୋଲେଟ ଫିଲ୍ କରେ। ତ ସେଥିପାଇଁ କଣ ନା ଅଲଗା ପିଲାଙ୍କ ସହିତ ଭଲ ଭାବରେ ନ ମିଶିକି ସେ ଏକା ଏକା ଖେଳିବା ପାଇଁ ବେଶୀ ଇଏ କରିଥାଏ, ଏକା ଏକା ଖେଳିଥାଏ। ତ ଅନ୍ୟ ଚିଲଡ୍ରେନଙ୍କର ପ୍ରେଜେନ୍ସ ଥିଲେ ମଧ୍ୟ ସେମାନଙ୍କ ସହିତ ସେ କଣ ନା ଇଣ୍ଟରାକ୍ସନ କରିନାହିଁ। ଅଲଗା ପିଲା ବି ଥିବେ ସେ ତାଙ୍କ ସହିତ ମିଶୁନଥିବ, ନିଜେ ନିଜେ ତାର ଖେଳୁଥିବ, ନିଜ ଇଚ୍ଛାରେ ଖେଳୁଥିବ, ସେ ଅନ୍ୟମାନଙ୍କ ସହିତ ମିଶୁ ବି ନଥିବ। ତାପରେ ଲେଖିଲା କି ଡ୍ୟୁରିଂ ଦ ପିରିୟଡ ଦ ଇନଫାଣ୍ଟ ଇଜ ଅଫ ହିଜ ଅଲମୋଷ୍ଟ ବଡି ୱାନ୍ସ। ତ କଣ ଲେଖିଲା ଡ୍ୟୁରିଂ ଦିସ୍ ପିରିୟଡ ଦ ଇନଫାଣ୍ଟ ଇଜ କନସର୍ନଡ ଅଲମୋଷ୍ଟ କମ୍ପ୍ଲିଟଲି ୱିଥ ଦ ସାଟିସ୍ଫାକ୍ସନ ଅଫ ହିଜ ବଡି ୱାନ୍ସ। ତ କଣ ଇଏ ମାନେ ନା ହଉଛି ଏଇ ଯୋଉ ପିରିୟଡରେ ଆମର ଇନଫାଣ୍ଟ ପ୍ରାୟ କଣ କରେ ନା ସେଲ୍ଫ ସେଣ୍ଟର୍ଡ ଥାଏ ହେଲା, ସେଲ୍ଫ ସେଣ୍ଟର୍ଡ ଥାଏ। ସେ ନିଜ ଆବଶ୍ୟକତା, ନିଜ ଇଚ୍ଛା, ତାହାର ଆକ୍ଟିଭିଟିଜ ଏ ଉପରେ ହିଁ ଅଧିକ ସେ ଫୋକସ କରିଥାଏ। ସେ କଣ ନା ହଉଛି କୌଣସି ପ୍ରକାର ସେୟାରିଂ, କୋଅପରେସନ, ଗ୍ରୁପ ବିହେଭିୟର ଏ ଷ୍ଟେଜରେ ସେ ଶିଖିନଥାଏ। କାହା ଗୋଟେ ମୁଁ ଖାଉଛି ମୁଁ ଗୋଟେ କାହା ଗୋଟେ ଦେଇଦେବି ସେମିତି ସେ ଭାବେନି। ସେ ସବୁବେଳେ କଣ ନା ସେଲ୍ଫ ସେଣ୍ଟର୍ଡ ଥାଏ, ନିଜେ ନିଜକୁ ଦେଖେ, ମତେ କଣ ଦରକାର, ମୁଁ ଯାହା ଭାବୁଛି ସମସ୍ତେ ସେୟା ଭାବୁଥିବ ବୋଲି ସେମିତି ତାକୁ ଫିଲିଙ୍ଗସ ଆସିନଥାଏ। ମତେ ଭୋକ ଲାଗୁଛି ତ ଅନ୍ୟକୁ ଭୋକ ଲାଗୁଥିବ ସେମିତି ସେ ଭାବୁନଥିବ, ସେ ଖାଲି ସେଲ୍ଫ ସେଣ୍ଟର୍ଡ ଥାଏ। କୌଣସି ପ୍ରକାର କୋଅପରେସନ ତାର ନଥାଏ କି ଗ୍ରୁପ ବିହେଭିୟର ବି ନଥାଏ ହେଲା। ତାପରେ ଲେଖିଲା କଣ ନା ଇନ ଦିସ୍ ଷ୍ଟେଜ ଦ ଇନଫାଣ୍ଟ ପ୍ଲେଜ ଏଲୋନ ଫ୍ରମ ଏଜ 0 to 2 years। ଆଇସୋଲେଟେଡ ପ୍ଲେ ସାଧାରଣତଃ ଆମର କଣ ନା 0 to 2 years ବୟସରେ ଆମର ଦେଖା ଦେଇଥାଏ। ଆଉ ଏଇ ଷ୍ଟେଜରେ ଇନଫାଣ୍ଟ କଣ କରନ୍ତି ନା ଟଏଜ ହେଇଗଲା, ଅବଜେକ୍ଟ ହେଇଗଲା କିମ୍ବା ବଡି ମୁଭମେଣ୍ଟ ସହିତ ଏକା ଏକା ଖେଳନ୍ତି ହେଲା। ନିଜେ ନିଜେ ହାତକୁ ଏମିତି କରୁଥିବେ, ସେ ନିଜେ ତା ଭିତରେ ଖୁସି ହେଇକି ଖେଳୁଥିବେ, କିଛି ଖେଳଣା ନେଇ ଆସିଥିବେ, କୌଣସି ପ୍ରକାର ଅବଜେକ୍ଟ ନେଇ ଆସିଥିବେ, ତାଙ୍କ ସହିତ ଖେଳୁଥିବେ। ତ ଏଇଟା ହଉଛି 0 to 2 years ଭିତରେ ଆମର ଦେଖା ଦେଇଥାଏ।
आइसोलेटेड प्ले होची कौन ना प्री सोशल बिहेवियर बोले आमे कहि परिबा प्री सोशल बिहेवियर आइसोलेटेड प्ले को प्री सोशल बिहेवियर बोले आमे कुहंती सोशल इंटरेक्शन तांकर न थाए टाइम रे पिला माने अन्य मानक सहित खेलते नाही तांको सहित खेलिबार इंटरेस्ट देखांते नाही निजे निजे खेली थांती इंडिपेंडेंट प्ले बोले आमे कहि परिबा सॉलिटरी प्ले बोले आमे कहि परिबा काहे कि ना से इंडिपेंडेंटली एका एका खेलंती हमर इन्फांट माने स्टेज रे आइसोलेटेड प्ले रे आ गोटे कौन ना का सहित इंटरेक्शन करते नाही 0 to 2 years मध्य रे तांकर थाए एई ग्रुप टा पीरियड टा हैला आइसोलेटेड प्ले बुझी परलो Yes, ma'am. Yes, ma'am. Yes, ma'am. तापर आइला पैरेलल प्ले रे कौन कहला ना when a child play alongside or near other but does not play with this stage is called parallel play तो कौन कहूची ना पैरेलल प्ले सेही स्टेज को कहिबा हमें जेते बेले गोटे चाइल्ड अन्य चिल्ड्रन को संगरे किंबा पाखरे खेली थाए किंतु सेमानक सहित डायरेक्ट खेले नाही हैला गोटे पिलाटे कोन करबो ना होची जदि के गोटे बसे जे तांको साथरे खेलुथबो हैला तांको पाखरे खेलुथबो डायरेक्टली ता सहित खेलुथबो सेमिदे नुह चाइल्ड अन्य चिल्ड्रन मानकर प्रेजेंस विषय रे अवेयर थाए कि हां से पिलाटे अछि हैला इंटरेक्शन शेयरिंग किबा कोऑपरेशन एजाई डेवलप होई न थाए तांकर खाली मो पाखरे अछि से खेलुछि मो खेलुछि हैला एम्ति कि तांको सहित इंटरेक्शन करी कि से माने खेली न थांती हैला एडा को हम कहते पैरेलल प्ले जोटा कि 3 ରୁ 4 ବର୍ଷର ପିଲାମାନେ ସେମାନଙ୍କ ଇଏରେ ଥାଏ ଆଉ ଧର ତମେ ଖେଳୁଛ ନା ଗୋଟେ ପିଲାଟେ ଅଛି ସେ ଖେଳୁଛି ତମେ କଣ କରୁଛ ନା ତା ସହିତ କହୁଛ କି ହଁ ଏଇଟା ତୁ ଏଇଠି ଦେ ସେଟା ତାକୁ ଦେ ସେ କିନ୍ତୁ ତମ ସହିତ କିଛି କଥା ହଉନଥିବ ସେ ତା ହିସାବରେ ତାର ଖେଳୁଥିବ ହେଲା ତାପରେ ଆସିଲା सोशल प्ले रे कोन देछि ना होछि इन द स्टेज द चाइल्ड प्ले विथ पीयर ग्रुप्स सोशल प्ले हमर कोन ना स्टेज रे हमर चाइल्ड माने पीयर ग्रुप मानक सहित खेलंते एक्टिवली इंटरेक्शन करंती ए स्टेज रे हमर कोऑपरेशन बढ़े शेयरिंग कंपटीशंस रूल बेस्ड गेम डेवलप हुए एथिरे जोटा कि हमर कोनोसी प्रकार पैरेलल प्ले रे और आइसोलेटेड प्ले रे होई न थाए तापर लिखले कोन ना द एज इज ऑफन कॉल्ड द गैंग एज 6 to 12 years हैला एटा को हम कोन कहंती ना गैंग एज बोली कहंती जोटा कि 6 ରୁ 12 वर्ष जाय तांकर अछि एई स्टेज को सोशल प्ले सहित गैंग एज बोली कह जाय काहे कि गैंग एज कह जाय काहे कि ना चाइल्ड माने निजर पीयर ग्रुप मानक सहित अधिक टाइम स्पेंड करथांती ग्रुप आइडेंटिटी को डेवलप करथांती तो सोशल प्ले हमर साधारणतः केते रु केते थाए ना 6 ରୁ 12 वर्ष बयस मध्य रे थाए तापरे कहिछि in this stage the child no longer wants to depend upon restricted environment of the home and wants to be in the wider social world of peers and hence craves from social approval तो कौन कहला से कहूची कि ए स्टेज रे हमर चाइल्ड माने आ रेस्ट्रिक्टेड होम एनवायरनमेंट ऊपर निर्भर करबा को चाहते नाही कि आमे घरे ही रहिबू रेस्ट्रिक्टेड हे कि रहिबू घर भितरे रहिबू खाली खेलिबू सेमती सेटा माइंड रे न थाए तांकर से वाइड सोशल वर्ल्ड जेमति कि फ्रेंड्स हे गले क्लासमेट हे गले प्लेग्राउंड हे गला स्कूल हे गला सेठी के सब माने जिबा को चाहते सेठी से माने खेलिबा को चाहिथांते तो सेमानकर खेलटा खाली माने घरे न थाए सेमानक खेल एसे सब से माने बाहर करबा को चाहिथांते हैला तापर कोन देछि तापर कहिला during this process envy jealousy aggressiveness etc are clearly expressed in the child's behavior हैला तो कौन ना आमर जहाँ भी सब आग्रेशन हे गला आमर होची कौन जेलोसी हे गला इमोशंस हे गला चाइल्ड रो बिहेवियर रे क्लियरली एक्सप्रेस हुए आमे देखि पारंते तो कंपटीशन ऑफ कंपैरिजन एथि कारण रो एटा कोन हेता ने इमोशनल नेचुरल भाबे डेवलप हे थाए हमरा कंपटीशन डेवलपमेंट हे थाए कोनोसी प्रकार कंपैरिजन से एठी करिवे अगर इमोशन सब एथरे डेवलपमेंट हे थाए कोथरे सोशल ले